+2 ସେକେଣ୍ଡ ଇୟର ଆର୍ଟ୍ସର ପଲିଟିକାଲ ସାଇନ୍ସର ପ୍ରଥମ ଅଧ୍ୟାୟ ଗଣତନ୍ତ୍ର ବା ଡେମୋକ୍ରାସି ଯାହାକୁ ଆମେ କହୁଛୁ ସବୁଠାରୁ ସହଜ ପାଠ। ପିଲାମାନେ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହି ଭିଡ଼ିଓକୁ ତୁମମାନେ ଥରେ ଶେଷ ପର୍ଯ୍ୟନ୍ତ ଦେଖ। ଏହି ପାଠକୁ ଏହି ଗଣତନ୍ତ୍ର ଡେମୋକ୍ରାସିକୁ ସମ୍ପୂର୍ଣ୍ଣ ଭାବେ ତୁମମାନେ ବୁଝିବ। କଥାରେ ଅଛି କହି ଜାଣିଲେ କଥା ସୁନ୍ଦର, ପଢ଼ି ଜାଣିଲେ ପାଠ ସହଜ। ତ ମୋର ପ୍ରିୟର ଛାତ୍ରଛାତ୍ରୀମାନେ, ଆପଣମାନେ ସମସ୍ତେ ଜାଣିଥିବେ ଆଧୁନିକ ଶାସନ ବ୍ୟବସ୍ଥାରେ ଗଣତନ୍ତ୍ର ଏକ ଜନପ୍ରିୟ ସରକାର ଭାବେ ପ୍ରତିଷ୍ଠା ଲାଭ କରିଅଛି। ଆମକୁ ବୁଝିବାକୁ କ'ଣ ହେବ ଯେ ଆମ ପୃଥିବୀ ପୃଷ୍ଠରେ ଯେତେ ବି ଶାସନ ବ୍ୟବସ୍ଥା ରହିଛି, ଆମ ପୃଥିବୀ ପୃଷ୍ଠରେ ଯେତେ ବି ଶାସନ ବ୍ୟବସ୍ଥା ରହିଛି, ସବୁଠାରୁ ଭଲ ଶାସନ ବ୍ୟବସ୍ଥା ହେଉଛି କ'ଣ? ଗଣତନ୍ତ୍ର। ଗଣତନ୍ତ୍ର ହେଉଛି ସବୁଠାରୁ ଜନପ୍ରିୟ ଶାସନ ବ୍ୟବସ୍ଥା। ଲୋକମାନେ ଏହି ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ଭଲ ପାଉଛନ୍ତି। ବୁଝିହେଲା? ତାପରେ ପୃଥିବୀର ଅଧିକାଂଶ ଦେଶରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପ୍ରଚଳିତ। ପ୍ରାୟ 80% ପୃଥିବୀର ଯେତେ ବି ଦେଶ ଅଛି, ପ୍ରାୟ ଦେଶ କ'ଣ କରୁଛନ୍ତି? ଗଣତନ୍ତ୍ର ବ୍ୟବସ୍ଥାକୁ ଫଲୋ କରୁଛନ୍ତି। ତାପରେ ଆମେ ଦେଖିବା ଇଂଲଣ୍ଡ, ଆମେରିକା, ଫ୍ରାନ୍ସ, ଭାରତ, ଜାପାନ ପରି ପୃଥିବୀର ଅଧିକାଂଶ ରାଷ୍ଟ୍ର ଗଣତନ୍ତ୍ର ଶାସନ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ତ ଆମ ଭାରତ ମଧ୍ୟ ଗୋଟେ କ'ଣ? ଗଣତନ୍ତ୍ର ଦେଶ, ଗଣତାନ୍ତ୍ରିକ ରାଷ୍ଟ୍ର। ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଆମେ ବୁଝିବାକୁ ପଡ଼ିବ। ବୁଝିହେଲା ନା ନାହିଁ? ପିଲାମାନେ, ଇଂଲଣ୍ଡ, ଆମେରିକା, ଫ୍ରାନ୍ସ, ଜାପାନ, ଭାରତ ଏଭଳି ପୃଥିବୀର ଅନେକ ଦେଶମାନେ ଅଛନ୍ତି ଯେଉଁ ଦେଶମାନେ କି ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି। ତାପରେ ସବୁଠାରୁ ଇମ୍ପୋର୍ଟାଣ୍ଟ ବୁଝିହେଉଛି ରେ ପିଲାମାନେ, ସବୁଠାରୁ ଇମ୍ପୋର୍ଟାଣ୍ଟ କ'ଣ? ଗଣତନ୍ତ୍ରର ଜନ୍ମ ହୋଇଛି ପ୍ରାଚୀନ ଗ୍ରୀକ୍ ଦେଶରେ। ତ ତୁମମାନଙ୍କୁ ପ୍ରଶ୍ନ ପଚରାଯିବ +2 ସେକେଣ୍ଡ ଇୟର ବୋର୍ଡ଼ ଏକ୍ଜାମରେ ଗଣତନ୍ତ୍ର ଜନ୍ମ କେଉଁ ଦେଶରେ ହେଇଥିଲା? ତ ତୁମମାନେ ଉତ୍ତର ଦେବ କେଉଁ ଦେଶରେ ହେଇଥିଲା? ଗ୍ରୀକ୍ ଦେଶରେ ହେଇଥିଲା। ଗଣତନ୍ତ୍ରର ଜନ୍ମ ହୋଇଛି ପ୍ରାଚୀନ ଗ୍ରୀକ୍ ଦେଶରେ। ଏହି ଗଣତନ୍ତ୍ର, ଏହି ଡେମୋକ୍ରାସି, ଏହି ଯେଉଁ ଦେଖୁଛ ପିଲାମାନେ, ଏହି ଗଣତନ୍ତ୍ର, ଓଡ଼ିଆରେ ଗଣତନ୍ତ୍ର, ଇଂଲିଶରେ କୁହାଯାଏ ତାକୁ ଡେମୋକ୍ରାସି। ଦୁଇଟି ଗ୍ରୀକ୍ ଶବ୍ଦ, ଗୋଟିଏ ହେଲା କ'ଣ? ଡିମୋସ୍, ଆଉ ଗୋଟିଏ ହେଲା ଆମର କ'ଣ? କ୍ରାଟୋସ୍ ବା କ୍ରାଟିଆରୁ ଆଣିତ। ମାନେ ଡେମୋକ୍ରାସି ଶବ୍ଦ, ଦୁଇଟା ଶବ୍ଦ ମିଶିକି ହେଇଛି ଗୋଟିଏ ଡିମୋସ୍ ପ୍ଲସ୍ ଆଉ ଗୋଟେ କ୍ରାଟୋସ୍। ବୁଝିହେଲା ରେ ପିଲାମାନେ? ତ ଆମକୁ ବର୍ତ୍ତମାନ ବୁଝିବାକୁ ହେବ ଏହି ଡିମୋସ୍ର ଅର୍ଥ କ'ଣ? ଡିମୋସ୍ର ଅର୍ଥ ଗଣ ବା ଲୋକମାନେ। ଡିମୋସ୍ର ଅର୍ଥ କ'ଣ? ଗଣ ବା ଲୋକମାନେ। ଆଉ ଏଇ କ୍ରାଟୋସ୍ର ଅର୍ଥ ହେଉଛି କ୍ଷମତା। ବୁଝିଲା କି ନାହିଁ? କ୍ରାଟୋସ୍ର ଅର୍ଥ ହେଉଛି କ୍ଷମତା। ତେଣୁ ଗଣତନ୍ତ୍ରର ଅର୍ଥ ହେଉଛି ଲୋକଶକ୍ତି ଅଥବା ଲୋକ କ୍ଷମତା। ତ ଆକ୍ଷରିକ ଅର୍ଥରେ ଗଣତନ୍ତ୍ର ହେଉଛି ଲୋକଶକ୍ତି ଉପରେ ପର୍ଯ୍ୟବେସିତ ଏକ ଶାସନ ବ୍ୟବସ୍ଥା। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଲୋକମାନେ ହେଉଛନ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ। ଏଇଟାକୁ ସବୁବେଳେ ମନେ ରଖିଥିବ। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଲୋକମାନେ ହେଉଛନ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ। ମାନେ ଲୋକମାନଙ୍କର ହାତରେ ହିଁ କ'ଣ ରହିବ? ସବୁ କ୍ଷମତା, ପାୱାରଟା ରହିବ। ତ ପ୍ରଶ୍ନ ବାରମ୍ବାର ଏହି ପ୍ରଶ୍ନ ପଚାରେ, ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ କେଉଁମାନେ ହେଉଛନ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ ବୋଲି ପ୍ରଶ୍ନ ପଚାରିଥାଏ। ତ ତୁମମାନେ କ'ଣ ଲେଖିବ ସେ ଜାଗାରେ? ଲୋକମାନେ ହେଉଛନ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ। ମାନେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ଜନମତ ଉପରେ ପ୍ରତିଷ୍ଠିତ ହେଇଥାଏ। ଲୋକମାନଙ୍କର ମତ ଉପରେ କ'ଣ ହେଇଥାଏ? ଏହି ଶାସନ ବ୍ୟବସ୍ଥାଟା ପ୍ରତିଷ୍ଠିତ ହେଇଥାଏ। ବୁଝିହେଉଛି ରେ ପିଲାମାନେ? ଆଉ ଇଜିଲି ବୁଝିବା ଭିଡ଼ିଓକୁ ତୁମମାନେ ଶେଷ ପର୍ଯ୍ୟନ୍ତ ତୁମମାନେ ଦେଖ। ତାପରେ ଗଣତନ୍ତ୍ରର ବିକାଶ, ଏହି ଗଣତନ୍ତ୍ରର ବିକାଶ କେମିତି ହେଇଛି? ଡେଭଲପମେଣ୍ଟ ଅଫ୍ ଡେମୋକ୍ରାସି, ଗଣତନ୍ତ୍ର ଡେଭଲପମେଣ୍ଟ କେମିତି ହେଇଛି? ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ଗ୍ରୀସ୍ ଦେଶରେ ଆରମ୍ଭ ହୋଇଥିଲା ଗଣତନ୍ତ୍ର ଶାସନ ବ୍ୟବସ୍ଥା।
ତ କେମିତି ପ୍ରଶ୍ନ ଆସିବ ଏକ୍ଜାମ୍ରେ, କେତେ ଶତାବ୍ଦୀରେ ଗ୍ରୀସ୍ ଦେଶରେ ଆରମ୍ଭ ହୋଇଥିଲା ଗଣତନ୍ତ୍ର ଶାସନ ବ୍ୟବସ୍ଥା? ତ ତୁମମାନଙ୍କୁ ମନେ ରଖିବାକୁ ହେବ କେତେ ଶତାବ୍ଦୀରେ ହେଇଥିଲା ଗ୍ରୀସ୍ ଦେଶରେ ଆରମ୍ଭ ଗଣତନ୍ତ୍ର? ପଞ୍ଚମ ଶତାବ୍ଦୀରେ ଏହି ଗଣତନ୍ତ୍ର କ'ଣ ହେଇଥିଲା? ଆରମ୍ଭ ହେଇଥିଲା। ଏହି ଶାସନ ବ୍ୟବସ୍ଥାଟା ଆରମ୍ଭ ହେଇଥିଲା। ତୁମମାନେ ମନେ ରଖିବାକୁ ପଡ଼ିବ। ପେରିକ୍ଲିସ୍ ଓ ସକ୍ରେଟିସ୍ ପରି ଗ୍ରୀକ୍ ଦାର୍ଶନିକମାନେ ପ୍ରାରମ୍ଭରେ ଗଣତନ୍ତ୍ର ସମ୍ପର୍କୀୟ ଧାରଣାକୁ ଲୋକପ୍ରିୟ କରାଇଥିଲେ। ତ ଏହି ଗ୍ରୀସ୍ ଦେଶର ପେରିକ୍ଲିସ୍, ସକ୍ରେଟିସ୍ ପରି ଦାର୍ଶନିକମାନେ, ଫିଲୋସଫର୍ସ ମାନେ କ'ଣ କରିଥିଲେ? ଏହି ଗଣତନ୍ତ୍ର ସମ୍ପର୍କୀୟ ଧାରଣାକୁ ଲୋକମାନଙ୍କୁ ଜଣାଇଥିଲେ ବା ଲୋକପ୍ରିୟ କରାଇଥିଲେ। ତାପରେ ସବୁଠାରୁ ଇମ୍ପୋର୍ଟାଣ୍ଟ, ତାପରେ ଗଣତନ୍ତ୍ର ଗ୍ରୀସ୍ର ନଗର ରାଜ୍ୟମାନଙ୍କରେ ଏକ ଜନପ୍ରିୟ ଶାସନ ବ୍ୟବସ୍ଥା ଥିଲା। ତ ସର୍ବପ୍ରଥମେ କ'ଣ ଗ୍ରୀସ୍ ଦେଶର ନଗର ରାଜ୍ୟମାନଙ୍କରେ ଏଇ ଗଣତନ୍ତ୍ର ପ୍ରଚଳନ ହେଲା। ତ ଗ୍ରୀସ୍ ଦେଶର କେଉଁଠାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ସର୍ବପ୍ରଥମେ ପ୍ରଚଳନ ହେଲା କହିକି ତୁମମାନଙ୍କୁ ପ୍ରଶ୍ନ ଆସିପାରେ। ତ ତୁମମାନେ ମନେ ରଖିଥିବ ନଗର ରାଜ୍ୟମାନଙ୍କରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ସର୍ବପ୍ରଥମେ ପ୍ରଚଳନ ହେଲା। ବୁଝିଲା ନା ନାହିଁ? ତାପରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ସପ୍ତଦଶ ଶତାବ୍ଦୀରେ ଇଂଲଣ୍ଡର ଗୌରବମୟ ବିପ୍ଳବ ଗୋଟେ ହେଇଥିଲା। ଆଉ ସେଇ ବିପ୍ଳବରେ କ'ଣ ହେଇଥିଲା? ପୁନଃ ବିକଶିତ ହେଇଥିଲା ଇଂଲଣ୍ଡର ଗୌରବମୟ ବିପ୍ଳବ। ଏଇଟା ମଧ୍ୟ ପ୍ରଶ୍ନ ପଚାରେ, ଇଂଲଣ୍ଡର ଗୌରବମୟ ବିପ୍ଳବ କେତେ ମସିହାରେ ହେଇଥିଲା? ତୁମମାନଙ୍କୁ ମନେ ରଖିବାକୁ ହେବ 1668 ମସିହାରେ ହେଇଥିଲା। ପୁନଃ ବିକଶିତ ମାନେ ଆଉ ଥରେ ଦେଖାଯାଇଥିଲା। ତାପରେ ଆମେରିକାର ସ୍ୱାଧୀନତା ସଂଗ୍ରାମ 1776ରେ ମଧ୍ୟ ଏହି ଗଣତନ୍ତ୍ର ଦେଖାଯାଇଥିଲା। ତାପରେ ଫରାସୀ ରାଷ୍ଟ୍ର ବିପ୍ଳବ 1789ରେ ମଧ୍ୟ କ'ଣ ହେଇଥିଲା? ଏହି ଗଣତନ୍ତ୍ର ଯେଉଁ ମୌଳିକ ନୀତି ରହିଛି ସେଇ ଆଦର୍ଶକୁ ଅଧିକ ଜନପ୍ରିୟ ଲୋକମାନେ କଲେ। ଯେତେବେଳେ ଗୌରବମୟ ବିପ୍ଳବ ହେଲା, ଆମେରିକାର ସ୍ୱାଧୀନତା ସଂଗ୍ରାମୀ ହେଲା, ଯେତେବେଳେ ଫରାସୀ ରାଷ୍ଟ୍ର ବିପ୍ଳବ ହେଲା, ସେତେବେଳେ ଗଣତନ୍ତ୍ରର ଯେଉଁ ମୌଳିକ ନୀତି ରହିଛି ସେଇ ନୀତିକୁ ଲୋକମାନେ କ'ଣ କଲେ? ଜନପ୍ରିୟ କଲେ। ବୁଝିଲା ନାହିଁ? ଗଣତନ୍ତ୍ରର ମୌଳିକ ନୀତି କ'ଣ? ଆମେ ଟିକେ ଗଲା ପରେ ଆମେ ଆଲୋଚନା କରିବା। ବୁଝାଉଛି ନା ପିଲାମାନେ? ଟିକେ ସମୟ ପରେ ଆମେ ଆଉ ଆଲୋଚନା କରିବା। ଏଇସବୁ ଆଉ କିଛି ପଢ଼ିବାର ଆବଶ୍ୟକ ନାହିଁ। ଯେଉଁ ସବୁ ଇମ୍ପୋର୍ଟାଣ୍ଟ ସେଇ ସବୁ ହିଁ ତୁମମାନଙ୍କୁ ଅଳ୍ପ ସମୟ ମଧ୍ୟରେ ପଢ଼େଇକି ସାରିଦେବା ପାଇଁ ଚାହେଁ। ତ ଇମ୍ପୋର୍ଟାଣ୍ଟ ସଂଜ୍ଞା ମାନେ ଡେଫିନେସନ୍ ତୁମମାନେ ନିଶ୍ଚୟ କେବଳ ଦୁଇଟି ଡେଫିନେସନ୍ ଆପଣମାନେ ମନେ ରଖିଥିବ। ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଅବ୍ରାହାମ ଲିଙ୍କନ। କିଏ? ଅବ୍ରାହାମ ଲିଙ୍କନ। ସବୁବେଳେ ମନେ ରଖିଥିବ। ଅବ୍ରାହାମ ଲିଙ୍କନ କ'ଣ କହିଥିଲେ? ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଶାସନ। ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ଶାସନ ବୋଲି କିଏ କହିଥିଲେ? ତୁମମାନଙ୍କୁ ସେଇ ଜାଗାରେ ଆନ୍ସର ଦେବାର ଅଛି। ଅବ୍ରାହାମ ଲିଙ୍କନ କହିଥିଲେ। ଡେମୋକ୍ରାସି ଇଜ୍ ଏ ଗଭର୍ଣ୍ଣମେଣ୍ଟ ଅଫ୍ ଦ ପିପୁଲ, ବାଇ ଦ ପିପୁଲ, ଫର୍ ଦ ପିପୁଲ। ଏଇଟା କିଏ କହିଥିଲେ? ଅବ୍ରାହାମ ଲିଙ୍କନ। ସବୁବେଳେ ତୁମମାନେ ମନେ ରଖିବାକୁ ଚେଷ୍ଟା କରିବ। ତାପରେ ଇମ୍ପୋର୍ଟାଣ୍ଟ ଆଉ ଗୋଟେ କ'ଣ? ସିଲି କ'ଣ ବୋଲି କହିଥିଲେ? ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥିରେ କି ପ୍ରତ୍ୟେକ ବ୍ୟକ୍ତିର ଅଂଶ ନିହିତ ଥାଏ। ତ ଏକ୍ଜାମ୍ରେ ଏଇ ଦୁଇଟା ଡେଫିନେସନ୍ ସବୁଠାରୁ ଇମ୍ପୋର୍ଟାଣ୍ଟ। ଏଇ ଦୁଇଟି ଡେଫିନେସନ୍କୁ ଆପଣମାନେ ମନେ ରଖିଥିବେ। ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥିରେ କି ପ୍ରତ୍ୟେକ ବ୍ୟକ୍ତିର ଅଂଶ ଥାଏ ବା ଭାଗ ଥାଏ ବୋଲି କିଏ କହିଥିଲେ? ସେ ଜାଗାରେ ଅବ୍ରାହାମ ଲିଙ୍କନ ଥିବ, ସିଲି ଥିବ। ତ ତୁମମାନଙ୍କୁ ରାଇଟ୍ ଆନ୍ସର ଦେବାର ଅଛି କିଏ? ସିଲି କହିଥିଲେ। କିଏ କହିଥିଲେ ଏଇଟା? ସିଲି କହିଥିଲେ। ଆଉ ଅନେକ ରାଜନୀତି ବିଜ୍ଞାନୀମାନେ ଅନେକ ସଂଜ୍ଞା ଦେଇଛନ୍ତି। ତ ସବୁଠାରୁ ମୁଖ୍ୟ ଇମ୍ପୋର୍ଟାଣ୍ଟ ସଂଜ୍ଞା ହେଉଛି ଆମର ଅବ୍ରାହାମ ଲିଙ୍କନଙ୍କର ଆଉ ସିଲିଙ୍କର। ପ୍ରାୟ 5ରୁ 6 ଥର ଏହି ଦୁଇଟି ସଂଜ୍ଞାକୁ ପରୀକ୍ଷାରେ ପଚାରିଛି। ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥିରେ କି ପ୍ରତ୍ୟେକ ବ୍ୟକ୍ତିର ଅଂଶ ଥାଏ ବୋଲି କିଏ କହିଛନ୍ତି? ଏହିସବୁ 5-6 ଥର ଏଇ ପ୍ରଶ୍ନଟା ବୋର୍ଡ଼ ଏକ୍ଜାମ୍ରୁ ଆସିଛି। ତାପରେ ଏଇସବୁ ଆଉ ପଢ଼ିବା କିଛି, ଏଇ ସଂଜ୍ଞା ସବୁ ପଢ଼ିବା କିଛି ଆଉ ଦରକାର ନାହିଁ। ତ ଗଣତନ୍ତ୍ରର ମୌଳିକ ନୀତି ବା ବୈଶିଷ୍ଟ୍ୟ
এই ପଏଣ୍ଟ ସବୁ ତୁମମାନେ ମନେ ରଖିଥିବରେ ତୁମମାନଙ୍କୁ ଲଙ୍ଗ କୋଶ୍ଚିନ୍ରେ କାମ ଦେବ। ବୁଝିହେଉଛି ନା ନାହିଁ? ଗଣତନ୍ତ୍ରର ମୌଳିକ ନୀତି ବା ବୈଶିଷ୍ଟ୍ୟ ଗୁଡ଼ିକ ଆଲୋଚନା କର। ଏମିତି ଲଙ୍ଗ କୋଶ୍ଚିନ୍ ସବୁ ଆସିଥାଏ। ତ ପ୍ରଥମ ପଏଣ୍ଟ କ'ଣ? ଗଣତନ୍ତ୍ରର ମୌଳିକ ନୀତିର ପ୍ରଥମ ପଏଣ୍ଟ ହେଉଛି ଆମର ଜନସାର୍ବଭୌମତ୍ୱ। ଜନସାର୍ବଭୌମତ୍ୱ ଗଣତନ୍ତ୍ରର ପ୍ରଧାନ ମୌଳିକ ନୀତି। ବା ଗଣତନ୍ତ୍ରର ପ୍ରଧାନ ମୌଳିକ ନୀତି କ'ଣ? ଜନସାର୍ବଭୌମତ୍ୱ। ଗଣତନ୍ତ୍ର ଶାସନରେ ଜନସମୂହ ସାର୍ବଭୌମ କ୍ଷମତାର ଉତ୍ସ ବା ଅଧିକାରୀ। ମୁଁ ତୁମମାନଙ୍କୁ ଆଗରେ କହିଲି ଏହି ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଲୋକମାନେ ହେଉଛନ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ। ଏହି ଲୋକମାନଙ୍କ ପାଖରେ ହିଁ କ'ଣ ରହିବ? ସବୁ କ୍ଷମତା, ସବୁ ପାୱାର, ସବୁ ଅଧିକାର ଲୋକମାନଙ୍କ ପାଖରେ ହିଁ ରହିବ। ବୁଝିହେଉଛି ନା ନାହିଁ? ମାନେ ଗଣତନ୍ତ୍ରରେ ଜନତାର ସ୍ୱରକୁ ଭଗବାନଙ୍କର ସ୍ୱର ବୋଲି କୁହାଯାଏ। ଲୋକମାନେ ଯାହା କରିବା ପାଇଁ ଚାହିଁବେ ତାହା କରିପାରିବେ। ଲୋକମାନଙ୍କ ହାତରେ କ'ଣ ରହିଛି? କ୍ଷମତାଟା, ପାୱାରଟା ରହିଛି। ବୁଝିହେଉଛି ନା ନାହିଁ ପିଲାମାନେ? ହଉ, ପ୍ରଥମ ପଏଣ୍ଟ ତୁମମାନେ ମନେ ରଖିଥିବ ଜନସାର୍ବଭୌମତ୍ୱ। ତାପରେ 2 ନମ୍ବର ପଏଣ୍ଟ କ'ଣ ଅଛି? ରାଜନୈତିକ ସମାନତା। ଗଣତନ୍ତ୍ରର ମୌଳିକ ନୀତି କ'ଣ? ରାଜନୈତିକ ସମାନତା। ଗଣତନ୍ତ୍ରର ଅନ୍ୟ ଏକ ବୈଶିଷ୍ଟ୍ୟ। ଅନ୍ୟ ଅର୍ଥରେ କହିଲେ ଗଣତନ୍ତ୍ର ରାଜନୈତିକ ସମତା ଉପରେ ପର୍ଯ୍ୟବେସିତ। ଯଦି ରାଜନୈତିକ ସମାନତା ଯଦି ନ ରହିବ କେବେ ମଧ୍ୟ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ବୁଝିହେଲା ନା ନାହିଁ ପିଲାମାନେ? ତ ଗଣତନ୍ତ୍ରର ମୌଳିକ ନୀତି କ'ଣ? ରାଜନୈତିକ ସମାନତା କରିବା ପାଇଁ ଚେଷ୍ଟା କରିଥାଏ। ଏହି ବ୍ୟବସ୍ଥାରେ ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ସାମାଜିକ ସ୍ଥିତିରେ ବାଛବିଚାର ନକରି ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦିଆଯାଏ। ସମସ୍ତଙ୍କୁ ସମାନ ସୁଯୋଗ ଦିଆଯାଏ। ରାଜନୈତିକ ସମାନତା ସୁଯୋଗ ଦିଆଯାଏ। ବୁଝିଲା ନା ନାହିଁ ପିଲାମାନେ? ହଁ, ତାପରେ କ'ଣ? 3 ନମ୍ବର ପଏଣ୍ଟ ରାଜନୈତିକ ସ୍ୱତନ୍ତ୍ରତା ଓ ଅଧିକାର। ଗଣତନ୍ତ୍ର ବ୍ୟକ୍ତିର ଅଧିକାର ତାର ସ୍ୱତନ୍ତ୍ରତା ଉପରେ ଅଧିକ ଗୁରୁତ୍ୱ ଦିଏ। ଏହି ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଜଣେ ବ୍ୟକ୍ତି କେମିତି ଅଧିକାର ପାଇପାରିବ? ବୁଝିଲା ନା ନାହିଁ? ଜଣେ ବ୍ୟକ୍ତି କେମିତି ସ୍ୱତନ୍ତ୍ରତା ପାଇପାରିବ ସେଇ ଉପରେ ଅଧିକ ଗୁରୁତ୍ୱତା ଦିଏ। ଯେମିତି ସାବାଳକ ଭୋଟ ଦାନ, ନିର୍ବାଚନ ପ୍ରତିଯୋଗିତା, ମତାମତ ବ୍ୟକ୍ତ କରିବା, ସଂଘ ଗଠନ କରିବା, ଭ୍ରମଣ କରିବା ଇତ୍ୟାଦି ସ୍ୱାଧୀନତା ପାଇଥାନ୍ତି। ତ ରାଜନୈତିକ ସ୍ୱତନ୍ତ୍ରତା ଅଧିକାର ମାନେ କ'ଣ? ରାଜନୈତିକ ବିଷୟରେ ସେମାନେ କ'ଣ କରିପାରିବେ? ଅଂଶଗ୍ରହଣ କରିପାରିବେ। ବୁଝିଲା ନା ପିଲାମାନେ? ରାଜନୈତିକ କ୍ଷେତ୍ରରେ ଅଂଶଗ୍ରହଣ କରିପାରିବେ। ସାବାଳକ ଭୋଟ ପ୍ରଥା ମାନେ ଯେଉଁ ଲୋକମାନଙ୍କର ବୟସ 18 ବର୍ଷ ହେଇଛି ସେମାନେ କ'ଣ କରିପାରିବେ? ଭୋଟ ଦେଇପାରିବେ। ନିର୍ବାଚନରେ ମଧ୍ୟ ସେମାନେ ପାର୍ଟିସିପେଟ୍ ମାନେ କରିପାରିବେ। ନିଜର ମତାମତ ମଧ୍ୟ ବ୍ୟକ୍ତ କରିପାରିବେ। ରାଇଟ୍ ଟୁ ସ୍ପିଚ୍ ମାନେ ତୁମମାନଙ୍କୁ ଅଧିକାର ଦିଆଯାଇଛି ଯେ ତୁମେ କ'ଣ କରିପାରିବ? ତୁମର ମତ ବ୍ୟକ୍ତ କରିପାରିବ। ତୁମମାନଙ୍କୁ ସବୁ ସ୍ୱାଧୀନତା ପୁଣି ଅଧିକାର ଦିଆଯାଇଛି। କେଉଁ କ୍ଷେତ୍ରରେ? ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିକୁ ଅଧିକାର ପୁଣି ସ୍ୱାଧୀନତା ଦିଆଯାଇଥାଏ। ତାପରେ ଆମେ ଆଲୋଚନା କରିବା ତାର 4 ନମ୍ବର ପଏଣ୍ଟ ସଂଖ୍ୟାଗରିଷ୍ଠ ମତ। କ'ଣ ପିଲାମାନେ? ସଂଖ୍ୟାଗରିଷ୍ଠତା ମତ। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସବୁ ବିଷୟ ଉପରେ ସଦାସର୍ବଦା ସହମତି ମିଳିବା ସମ୍ଭବ ନୁହେଁ। ତେଣୁ ଏଥିରେ ସଂଖ୍ୟାଧିକ ମତରେ ଶାସନ ନୀତି ପ୍ରଣୀତ ହୁଏ। ଏଇଟା ହିଁ ଭୁଲ। ଆଗରେ ମୁଁ କହିବି ତୁମମାନଙ୍କୁ, ହେଲା, ଯେତେବେଳେ ଆମେ ଗଣତନ୍ତ୍ର ଦୁର୍ଗୁଣ ବିଷୟ ସବୁ ଆମେ ପଢ଼ିବା ସେତେବେଳେ ଆମେ ଜାଣିବା। ତ କ'ଣ ଗଣତନ୍ତ୍ର କ'ଣ କରେ? ସଂଖ୍ୟାଗରିଷ୍ଠତା ଉପରେ ପ୍ରାଧାନ୍ୟ ଦେଇଥାଏ। ସଂଖ୍ୟାଧିକ ମତରେ କ'ଣ ହେଇଥାଏ? ଶାସନ ନୀତି ପ୍ରଣୀତ ହୁଏ। ଲୋକ ପ୍ରତିନିଧି ସଂଖ୍ୟାଧିକ ଭୋଟରେ ନିର୍ବାଚିତ ହୁଅନ୍ତି। ବୁଝିଲା ନା ନାହିଁ? ତ ଗୁଣକୁ ଦେଖାଯାଏ ନାହିଁ। ଏଇ ଜାଗାରେ କ'ଣ ଦେଖାଯାଏ ନାହିଁ? ଗୁଣକୁ ଦେଖାଯାଏ ନାହିଁ, କିନ୍ତୁ ସଂଖ୍ୟାକୁ ଦେଖାଯାଏ। ତ ଯିଏ ଯେତିକି ଭୋଟ ପାଇବ ସେ ସେତିକି ମାନେ ସେ ଜିତିବ। ଯିଏ ଅଧିକ ଭୋଟ ପାଇବ ସେ ଜିତିବ। ଯିଏ କମ୍ ଭୋଟ ପାଇବ ସେ ହାରିବ। ତାର ଅର୍ଥ ଯଦି ଭଲ ଲୋକ, ସେ ଯେତେ ଭଲ ଲୋକ ହେଇଥାଉ ନା କାହିଁକି, ସେ ଯଦି କମ୍ ଭୋଟ ପାଇଲା ତାହେଲେ ସେ କ'ଣ ହେଇଗଲା? ସେ ହାରିଗଲା। ତାର ଅର୍ଥ ତାର ଗୁଣକୁ ଦେଖାଗଲା ନାହିଁ। କିନ୍ତୁ ସେ ଯେତେ ଖରାପ ଲୋକ ହେଇଥାଉ, ସେ ଯେତେ ଅଶିକ୍ଷିତ ଲୋକ ହେଇଥାଉ,
ସେ ଯଦି ଅଧିକ ଭୋଟ ପାଇଲା ତାହେଲେ ସେ କ'ଣ କରିବ? ସେ ଜିତିବ। ତ ଗଣତନ୍ତ୍ର କ'ଣ କରେ? ସଂଖ୍ୟା ଗରିଷ୍ଠତା ଉପରେ ପ୍ରାଧାନ୍ୟ ଦେଇଥାଏ। ଏଇଟା ହେଉଛି ସବୁଠାରୁ ବହୁତ ଖରାପ ବିଷୟ। କେତେବେଳେ ଏଇ ବିଷୟ ଭଲ ହୋଇପାରିବ? ଯେତେବେଳେ ସମସ୍ତେ ନାଗରିକମାନେ ଶିକ୍ଷିତ ଥିବେ, ସେତେବେଳେ ସଂଖ୍ୟା ଗରିଷ୍ଠତାର ମତ ନେଲେ ଚଳିବ। କିନ୍ତୁ ଭାରତ ପରି ଦେଶରେ 60% ଲୋକ ଶିକ୍ଷିତ ଅଛନ୍ତି। 60 ବି ନାହିଁ, 50% ଲୋକ, ଅଧା ଲୋକ କ'ଣ ଅଛନ୍ତି? ଶିକ୍ଷିତ ଲୋକ ଅଛନ୍ତି। ଆଉ 50% ଲୋକ ଅଶିକ୍ଷିତ। ସେଇ ଜାଗାରେ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ବୁଝିଲା ନା ପିଲାମାନେ? ତ ସଂଖ୍ୟା ଗରିଷ୍ଠତା ମତ ଉପରେ ଗଣତନ୍ତ୍ର ବିଶ୍ୱାସ କରେ। ବୁଝିଲା ନା ନାହିଁ? ଗଣତନ୍ତ୍ର ସଂଖ୍ୟାଲଘୁ ଲୋକମାନଙ୍କୁ ଓ ସେମାନଙ୍କ ମତକୁ ଉଚିତ ସମ୍ମାନ ସୁରକ୍ଷା ପ୍ରଦାନ କରିଥାଏ। କିନ୍ତୁ ଯେଉଁ ଲୋକମାନଙ୍କର ମତ କମ୍ ଅଛି, ଯେଉଁ ସଂଖ୍ୟାଲଘୁ ଲୋକମାନଙ୍କୁ ମଧ୍ୟ ଏହି ଗଣତନ୍ତ୍ରରେ କ'ଣ କରାଯାଏ? ସମ୍ମାନ ଏବଂ ସୁରକ୍ଷା ପ୍ରଦାନ କରାଯାଇଥାଏ। ବୁଝି ହେଉଛି ନା ନାଇଁରେ ପିଲାମାନେ? ତାପରେ ଆମେ ପଢ଼ିବା 5 ନମ୍ବର ପଏଣ୍ଟ, ସହନଶୀଳତା। ସହନଶୀଳତା ଗଣତନ୍ତ୍ରର ଅନ୍ୟ ଏକ ଲକ୍ଷଣ। ଏହା ସଂଖ୍ୟାଗରିଷ୍ଠତା ମତକୁ ପ୍ରାଧାନ୍ୟ ଦେଲେ ହିଁ ସଂଖ୍ୟାଲଘୁ ଲୋକଙ୍କ ମତକୁ ବେଖାତିର କରେ ନାହିଁ। ଗଣତନ୍ତ୍ରରେ ସଂଖ୍ୟାଲଘୁ ମତ ପ୍ରତି ଗୁରୁତ୍ୱ ଦିଆଯାଏ ଓ ନିଷ୍ପତ୍ତି ନେଲାବେଳେ ସଂଖ୍ୟାଲଘୁ ଲୋକଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଦିଆଯାଏ। ତ ସହନଶୀଳତା ମଧ୍ୟ ଆମ ଗଣତନ୍ତ୍ର ବ୍ୟବସ୍ଥାରେ ରହିଅଛି। ତାପରେ ଯଦି ଆମେ ଦେଖିବା ଖୋଲା ବିତର୍କ ଆଲୋଚନା। ଗଣତନ୍ତ୍ର ଶାସନରେ ଲୋକମାନେ କ'ଣ କରିପାରିବେ? ଖୋଲା ବିତର୍କ କରି ଲୋକମାନେ ଆଲୋଚନା କରିପାରିବେ। ମୁଁ ସର୍ଟକଟ୍ ଭାବରେ ଆପଣମାନଙ୍କୁ ଏହି ପାଠକୁ କମ୍ପ୍ଲିଟ୍ କରିବା ପାଇଁ ଚାହେଁ। ତାପରେ କ'ଣ? ମୁକ୍ତ ସମାଜ, ଓପେନ୍ ସୋସାଇଟି। ଗଣତନ୍ତ୍ର ଏକ ମୁକ୍ତ ସ୍ୱାଧୀନ ସମାଜ ତିଷ୍ଠି ରହେ ଓ ମୁକ୍ତ ପରିବେଶରେ ପରିଚାଳିତ ହୁଏ। ମୁକ୍ତ ସମାଜ ଉପରେ କ'ଣ କରେ? ବିଶ୍ୱାସ କରେ। କ'ଣ? ଗଣତନ୍ତ୍ର। ତାପରେ ଆସେ ରାଜନୈତିକ ଦଳର ଉପସ୍ଥିତି। ରାଜନୈତିକ ଦଳ ଗଣତନ୍ତ୍ରର ଏକ ଅଭିନ୍ନ ଅଙ୍ଗ। ରାଜନୈତିକ ଦଳ ଗଣତନ୍ତ୍ରର ଜୀବନ। ଏଇଟାକୁ ମନେ ରଖିଥିବରେ ପିଲାମାନେ। ଏଇଟା ପଚାରେ ତମାନଙ୍କୁ କ୍ୱେଶ୍ଚିନ୍। ବୁଝିଲା ନା ନାହିଁ? କେଉଁ ଦଳ ଗଣତନ୍ତ୍ରର ଜୀବନ ବୋଲି ପ୍ରଶ୍ନ ଆସେ। କେଉଁ ଦଳ ଗଣତନ୍ତ୍ରର ଜୀବନ? ରାଜନୈତିକ ଦଳ। ରାଜନୈତିକ ଦଳ ଗଣତନ୍ତ୍ରର ଜୀବନ। ମନେ ରଖିଥିବ, ରାଜନୈତିକ ଦଳ ବିନା ଗଣତନ୍ତ୍ର ତିଷ୍ଠିବା ଆଦୌ ସମ୍ଭବ ନୁହେଁ। ଯଦି ରାଜନୈତିକ ଦଳ ଯଦି ନ ରହିବେ, ପଲିଟିକାଲ ପାର୍ଟିଜ୍ ଯଦି ନ ରହିବେ, ତାହେଲେ ଗଣତନ୍ତ୍ର କେବେ ମଧ୍ୟ ରହିପାରିବ, ତିଷ୍ଠି ରହିପାରିବ ନାହିଁ। ବୁଝିଲା ନା ନାହିଁ ପିଲାମାନେ? ତାପରେ ଆମେ ଦେଖିବା ନିର୍ବାଚନ ମାଧ୍ୟମରେ ସରକାର ଗଠନ। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ କ'ଣ ଥାଏ? ନିର୍ବାଚନ, ଇଲେକ୍ସନ୍ ଥାଏ। ନିର୍ବାଚନ ଦ୍ୱାରା କ'ଣ ହୁଏ? ସରକାର ଗଠନ ହୁଏ। ତମମାନଙ୍କୁ କ୍ଲାସ୍ରେ ମୁଁ ବାରମ୍ବାର କହିଛି, ଆଉ ବୁଝେଇବା କିଛି ଦରକାର ନାହିଁ। ନିର୍ବାଚନ ମାଧ୍ୟମରେ ହିଁ କ'ଣ ହୁଏ? ସରକାର ଗଠନ ହୁଏ। ତାପରେ ଆମେ ପଢ଼ିବା ଶାନ୍ତିପୂର୍ଣ୍ଣ ସାମ୍ବିଧାନିକ ଉପାୟରେ ସରକାରର ପରିବର୍ତ୍ତନ। ଏଇ ଜାଗାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସାମ୍ବିଧାନିକ ଉପାୟରେ ସରକାରର ପରିବର୍ତ୍ତନଟା କରାଯାଇଥାଏ। ବୁଝିଲାରେ ପିଲାମାନେ? ତାପରେ ସବୁଠାରୁ ମୁଖ୍ୟ ବିଷୟ କ'ଣ? ଗଣତନ୍ତ୍ର କେତେ ପ୍ରକାର? ଗଣତନ୍ତ୍ରର ପ୍ରକାର ଭେଦ, ଟାଇପ୍ସ ଅଫ୍ ଡେମୋକ୍ରାସି ଆମେ ପଢ଼ିବା। ବୁଝିଲା ନା ନାହିଁ? ତ ଗଣତନ୍ତ୍ର ହେଉଛି ସାଧାରଣତଃ 2 ପ୍ରକାର। କେତେ ପ୍ରକାର? 2 ଭାଗରେ ବିଭକ୍ତ କରାଯାଇଛି। ଗଣତନ୍ତ୍ରକୁ 2 ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ପ୍ରତ୍ୟକ୍ଷ ଗଣତନ୍ତ୍ର, ଆଉ ଗୋଟିଏ ହେଲା ପରୋକ୍ଷ ଗଣତନ୍ତ୍ର। ବୁଝିଲାରେ ପିଲାମାନେ? ଗଣତନ୍ତ୍ରକୁ 2 ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ପ୍ରତ୍ୟକ୍ଷ ଗଣତନ୍ତ୍ର, ଆଉ ଗୋଟିଏ ହେଲା ପରୋକ୍ଷ ଗଣତନ୍ତ୍ର। ତ ଆମେ ଆଲୋଚନା କରିବା ଏଇ ପ୍ରତ୍ୟକ୍ଷ ଗଣତନ୍ତ୍ର କ'ଣ? 2 ମାର୍କ 3 ମାର୍କର କ୍ୱେଶ୍ଚିନ୍ ଆସେ। ଏଇଟା ସବୁବେଳେ ପ୍ରଶ୍ନ ଆସେ, ପ୍ରତ୍ୟକ୍ଷ ଗଣତନ୍ତ୍ର କାହାକୁ କୁହାଯାଏ? ତ ପିଲାମାନେ ମନେ ରଖିଥିବ, ଯେଉଁ ସରକାରରେ ସାବାଳକ ନାଗରିକମାନେ ଶାସନ ନୀତି ପ୍ରଣୟନ ପରିଚାଳନାରେ ପ୍ରତ୍ୟକ୍ଷ ଓ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି, ତାହାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର କୁହାଯାଏ। ମାନେ ଯେଉଁ ସରକାରରେ ନାଗରିକମାନେ ଶାସନ ନୀତି ପ୍ରଣୟନ ଓ ପରିଚାଳନାରେ
ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି ତାହାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର କୁହାଯାଏ। ମାନେ ଡାଇରେକ୍ଟ କ'ଣ କରନ୍ତି, ଶାସନରେ ଅଂଶଗ୍ରହଣ କରନ୍ତି କେଉଁମାନେ, ନାଗରିକମାନେ, ସେଇଟାକୁ କ'ଣ ବୋଲି କୁହାଯାଏ, ପ୍ରତ୍ୟକ୍ଷ ଗଣତନ୍ତ୍ର। ତ ମାନେ ଏଇ ଜାଗାରେ ଦେଖିଲେ ବୁଝିପାରିବ, ପ୍ରତ୍ୟକ୍ଷ ଗଣତନ୍ତ୍ର ଶାସନ ନାଗରିକମାନେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହୋଇ ଆଇନ ପ୍ରଣୟନ, ବିଭିନ୍ନ ସରକାରୀ ପଦପଦବୀ ପାଇଁ ନିର୍ବାଚନ, ଆୟବ୍ୟୟର ସମୀକ୍ଷା, ବିଚାରପତି ନିଯୁକ୍ତ, ଅନ୍ୟାନ୍ୟ ଶାସନ କାର୍ଯ୍ୟ ପରିଚାଳନା କରନ୍ତି। ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଶାସକ ଗୋଷ୍ଠୀ ବାଛିବା ପାଇଁ ନିର୍ବାଚନ ଆବଶ୍ୟକ ହୁଏ ନାହିଁ। ମାନେ ଏହି ଜାଗାରେ ଗୋଟିଏ ଜାଗାରେ କ'ଣ କରିବେ, ଗୋଟିଏ ଜାଗାରେ ଲୋକମାନେ କ'ଣ କରିବେ, ଏକତ୍ରିତ ହେବେ, ନିର୍ଦ୍ଦିଷ୍ଟ ସ୍ଥାନ, ଏଇ ଜାଗା ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହୋଇ ଆଇନ ପ୍ରଣୟନ କରିବେ। ବୁଝିଲା ନା, ନିଜ ପାଇଁ ଆଇନ ପ୍ରଣୟନ କରିବେ, ବିଭିନ୍ନ ସରକାରୀ ପଦପଦବୀ ପାଇଁ ନିର୍ବାଚନ କରିବେ, ଆୟବ୍ୟୟର ସମୀକ୍ଷା କରିବେ, କାହାକୁ ଯଦି ବିଚାରପତି କିମ୍ବା ଅନ୍ୟ କୌଣସି ଯଦି ନିଯୁକ୍ତ କରିବାର ଅଛି ତାହା ନିଯୁକ୍ତ କରିବେ ଏବଂ ଅନ୍ୟାନ୍ୟ ଶାସନ କାର୍ଯ୍ୟ ପରିଚାଳନା କରିବେ। କିଏ? ଲୋକମାନେ, ନାଗରିକମାନେ। ବୁଝିଲା ନାହିଁ, ନାଗରିକମାନେ କ'ଣ କରୁଛନ୍ତି ପ୍ରତ୍ୟକ୍ଷ ଗଣତନ୍ତ୍ରରେ। ଖାଲି ଗୋଟିଏ କଥା ମନେ ରଖ, ପ୍ରତ୍ୟକ୍ଷ ଗଣତନ୍ତ୍ରରେ ନାଗରିକମାନେ ଶାସନ ନୀତି ପ୍ରଣୟନ ପରିଚାଳନାରେ କ'ଣ କରୁଛନ୍ତି, ଡାଇରେକ୍ଟ ଭାବରେ, ସିଧାସଳଖ ଭାବରେ ଅଂଶଗ୍ରହଣ କରୁଛନ୍ତି। ତାହାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର କୁହାଯାଏ। ମାନେ ସିଧାସଳଖ କ'ଣ କରୁଛନ୍ତି, ଶାସନରେ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର କେଉଁଠି ପ୍ରଚଳନ ଥିଲା ପିଲାମାନେ ଜାଣିଛ? ବହୁ ପୁରାତନ କାଳରେ ଗ୍ରୀସ ଦେଶର ନଗର ରାଜ୍ୟମାନଙ୍କରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳନ ଥିଲା। ଜାଣିଛ, ବହୁ ପୁରାତନ କାଳରେ ଗ୍ରୀସ ଦେଶର ନଗର ରାଜ୍ୟମାନଙ୍କରେ ପ୍ରତ୍ୟକ୍ଷ ଗଣତନ୍ତ୍ରର ବ୍ୟବସ୍ଥା ପ୍ରଚଳିତ ଥିଲା। ବୁଝିଲା ନାହିଁ? ତ ପ୍ଲାଟୋ, ଆରିଷ୍ଟଟଲଙ୍କ ସମୟରେ ଗ୍ରୀକ ନଗର ରାଜ୍ୟ ଏଥେନ୍ସ ଆଉ ସ୍ପାର୍ଟାରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳନ ଥିଲା। ବୁଝିଲା ନା ନାହିଁ ପିଲାମାନେ? ଏଇଟା ଟିକେ ତୁମମାନଙ୍କୁ ବୁଝେଇ ଦେବା ପାଇଁ ଚାହେଁ। ସର୍ବପ୍ରଥମେ ଏଥେନ୍ସ, ଏ ଜାଗାରେ ତୁମମାନେ ଦେଖିପାରୁଥିବ ଏଥେନ୍ସ ଆଉ ସ୍ପାର୍ଟାରେ କ'ଣ ହେଇଥିଲା, ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳନ ହେଉଥିଲା। ପ୍ରତ୍ୟକ୍ଷ ଗଣତନ୍ତ୍ର କେତେବେଳେ ପ୍ରଚଳନ ହେଇପାରିବ, ଯେତେବେଳେ ସେମାନଙ୍କର ରାଷ୍ଟ୍ରର ଲୋକମାନଙ୍କର ସଂଖ୍ୟା କମ୍ ଥିବ, ସେତେବେଳେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳନ ହେବ। ତ ଏଥେନ୍ସ ଆଉ ସ୍ପାର୍ଟାର ଲୋକ ସଂଖ୍ୟା ବହୁତ କମ୍ ଥିଲେ, ସେଥିପାଇଁ ସେଇ ଜାଗାରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳନ ଥିଲା। କିନ୍ତୁ ଭାରତ ଭଳି ବିଶାଳ ଦେଶରେ କେବେ ମଧ୍ୟ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ହେଇପାରିବ ନାହିଁ। ପ୍ରତ୍ୟକ୍ଷ ଗଣତନ୍ତ୍ରରେ କ'ଣ ଜାଣିଛ ପିଲାମାନେ? ପ୍ରତ୍ୟକ୍ଷ ଗଣତନ୍ତ୍ର ଲୋକମାନେ କ'ଣ କରିବେ, ସିଧାସଳଖ କ'ଣ କରିବେ, ଶାସନରେ ଅଂଶଗ୍ରହଣ କରିପାରିବେ। ନିଜ ପାଇଁ ସେମାନେ କ'ଣ କରିପାରିବେ, ଆଇନ ତିଆରି କରିପାରିବେ। କୌଣସି ନିର୍ବାଚନ ପ୍ରତିନିଧିର ଆବଶ୍ୟକତା ନଥାଏ। ଏହି ବ୍ୟବସ୍ଥା କେଉଁଠି ଥିଲା? ଏଥେନ୍ସ ଆଉ ସ୍ପାର୍ଟାରେ ଥିଲା। ବର୍ତ୍ତମାନ ମଧ୍ୟ ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ, ଜାଣିଛ ନା ନାହିଁ? ବର୍ତ୍ତମାନ କେତୋଟି ରାଷ୍ଟ୍ରରେ ଏବେ ମଧ୍ୟ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳନ ହେଉଛି। କେଉଁଠି? ସୁଇଜରଲ୍ୟାଣ୍ଡରେ। ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ ପ୍ରଶ୍ନର ଉତ୍ତର। ବର୍ତ୍ତମାନ ପୃଥିବୀର କେଉଁ ଦେଶରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ହେଉଅଛି? ପ୍ରଶ୍ନ ପଚାରେ। ତ ତୁମମାନେ କ'ଣ ଲେଖିବ? ସୁଇଜରଲ୍ୟାଣ୍ଡରେ କ'ଣ ହେଉଛି? ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ଆଜି ମଧ୍ୟ ପ୍ରଚଳିତ ହେଉଅଛି। ବୁଝିଲାରେ ପିଲାମାନେ? ସୁଇଜରଲ୍ୟାଣ୍ଡରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ଆଜି ମଧ୍ୟ ପ୍ରଚଳିତ ହେଉଅଛି। ତାପରେ ପ୍ରତ୍ୟକ୍ଷ ଗଣତନ୍ତ୍ରର 3ଟି ମୁଖ୍ୟ ଉପାଦାନକୁ ତୁମମାନଙ୍କୁ ମୁଁ କହିଦେବା ପାଇଁ ଚାହେଁ। ପ୍ରତ୍ୟକ୍ଷ ଗଣତନ୍ତ୍ରର 3ଟି ମୁଖ୍ୟ ଉପାଦାନ କ'ଣ? ଗୋଟିଏ ହେଲା ଗଣଭୋଟ। କ'ଣରେ ପିଲାମାନେ? ଗଣଭୋଟ ବା ଜନମତ ପ୍ରତ୍ୟକ୍ଷ ଗଣତନ୍ତ୍ର ଏକ ପ୍ରଧାନ ଉପାଦାନ। ମାନେ ଏଇଟା ହେଉଛି ପ୍ରଧାନ ଉପାଦାନ। ପ୍ରତ୍ୟକ୍ଷ ଗଣତନ୍ତ୍ରର ପ୍ରଧାନ ଉପାଦାନ ହେଉଛି କ'ଣ? ଗଣଭୋଟ। ଗଣଭୋଟରେ କ'ଣ ହୁଏ ବୁଝିବାକୁ ପଡ଼ିବ ନାଇଁ କି? ଗଣଭୋଟରେ କ'ଣ ହୁଏ? ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିବା ରାଷ୍ଟ୍ରରେ କୌଣସି ଶାସନ ନୀତି ବ୍ୟବସ୍ଥାପିକା ସଭା ଦ୍ୱାରା ଅନୁମୋଦିତ ହୋଇ କାର୍ଯ୍ୟକାରୀ ହେବା ପୂର୍ବରୁ
ସେଗୁଡ଼ିକର ଅନୁମୋଦନ ପାଇଁ ଜନସାଧାରଣ ପାଖକୁ ପଠାଯାଇଥାଏ। ମାନେ ପ୍ରତ୍ୟକ୍ଷ ଗଣତନ୍ତ୍ରରେ କ'ଣ, ବ୍ୟବସ୍ଥାପିକା ଯେତେବେଳେ ଗୋଟିଏ ଆଇନ ପ୍ରଣୟନ କରିବ, ଯେତେବେଳେ ବ୍ୟବସ୍ଥାପିକା ସଭା ଦ୍ୱାରା କୌଣସି ଆଇନ ଯଦି ପ୍ରଣୟନ ବ୍ୟବସ୍ଥାପିକା କରିଥିବ, ତାପରେ ଜନସାଧାରଣମାନଙ୍କ ପାଖକୁ ସେଇଟା ଅନୁମୋଦନ ପାଇଁ ମାନେ ପରମିସନ୍ ମାଗିବା ପାଇଁ କାହା ପାଖକୁ ଯିବ? ଲୋକମାନଙ୍କ ପାଖକୁ ଯିବ। ଯଦି ଲୋକମାନେ ସେଇ ବ୍ୟବସ୍ଥାକୁ କ'ଣ କରିବେ, ସମର୍ଥନ, ଯଦି ଲୋକମାନେ ତାକୁ କ'ଣ କରିବେ, ସମର୍ଥନ କଲେ, ତାହେଲେ ସେଇଟା କ'ଣ ହେବ? କାର୍ଯ୍ୟକାରୀଟା ହେବ। ବୁଝି ହେଉଛି ନା ନାଇଁ ପିଲାମାନେ? ତ ଗଣଭୋଟ ମାନେ କ'ଣ? ବ୍ୟବସ୍ଥାପିକା କ'ଣ କରିବ? ଗୋଟେ ଆଇନ ପ୍ରଣୟନ କରିବ। ସେଇ ଆଇନକୁ ନେଇକି କ'ଣ କରିବ? ଜନସାଧାରଣମାନଙ୍କ ପାଖକୁ ଯିବ। ଯଦି ଜନସାଧାରଣମାନେ ତାକୁ ଅନୁମୋଦନ କଲେ, ତାକୁ ପରମିସନ୍ ଦେଇଦେଲେ, ହଁ ଏଇଟା ହେଇଯାଉ, ସଂଖ୍ୟାଧିକ ଲୋକ ଯଦି ତାକୁ କ'ଣ କଲେ, ସମର୍ଥନ କରିଦେଲେ, ସଂଖ୍ୟାଧିକ ଲୋକ ଯଦି ତାକୁ ସମର୍ଥନ କଲେ, ତାହେଲେ ସେଇଟା କ'ଣ ହେଇଯିବ? କାର୍ଯ୍ୟକାରୀ ହେବ। ମନେ ରଖ, ସଂଖ୍ୟାଧିକ ଲୋକ କ'ଣ କରିବାର ଅଛି? ସମର୍ଥନ କରିବାର ଅଛି, ତାହେଲେ ସେଇଟା କ'ଣ ହେବ? କାର୍ଯ୍ୟକାରୀ ହେବ। ସଂଖ୍ୟାଧିକ ଲୋକମାନେ କ'ଣ? ମନେକର 1000 ଲୋକ ଅଛନ୍ତି ସେଇ ଜାଗାରେ, ଯଦି ସଂଖ୍ୟାଧିକ ମାନେ 1000ର ଅଧା ହେଉଛି 500, 501 ଲୋକ ଯଦି ସେଇଟା ସମର୍ଥନ କରିଦେଲେ, ସେଇ ଆଇନ ବ୍ୟବସ୍ଥାପିକା ଯାହା କରିଛି ତାହାକୁ ଯଦି ସମର୍ଥନ କରିଦେଲେ, 501ରୁ ଅଧିକ ଲୋକ କିମ୍ବା 501 ଲୋକ ଯଦି ସମର୍ଥନ କରିଦେଲେ, ତାହେଲେ ସେଇଟା କ'ଣ ହେଇଯିବ? କାର୍ଯ୍ୟକାରୀ ହେଇଯିବ। ବୁଝିଲା ନାହିଁ? ଏଇଟାକୁ କ'ଣ ବୋଲି କୁହାଯାଏ? ଗଣ ଭୋଟ ବୋଲି କୁହାଯାଏ। ତାପରେ ଆସୁଛି ଆମର 2 ନମ୍ବର ପଏଣ୍ଟ କ'ଣ? ଗଣ ଉଦ୍ୟୋଗ। ଗଣ ଉଦ୍ୟୋଗ ମାନେ କ'ଣ? ଗଣ ଉଦ୍ୟୋଗ ପ୍ରତ୍ୟକ୍ଷ ଗଣତନ୍ତ୍ର ଅନ୍ୟ ଏକ ଉପାଦାନ। ଏହା ଜନସାଧାରଣମାନଙ୍କ ଉଦ୍ୟମରେ ଆଇନ ପ୍ରଣୟନ କରିବା ପାଇଁ କ୍ଷମତାକୁ ବୁଝେ। ଯେତେବେଳେ ସଂଖ୍ୟାଧିକ ଭୋଟଦାତା କୌଣସି ନୂତନ ଆଇନର ଆବଶ୍ୟକତା ଅନୁଭବ କରନ୍ତି କିମ୍ବା ସମ୍ବିଧାନ କୌଣସି ସଂଶୋଧନ ଚାହାନ୍ତି, ତାହେଲେ କ'ଣ ହେବ ରେ? ଏଇ ଗଣ ଉଦ୍ୟୋଗଟା ହେଇପାରିବ। ବୁଝିହେଉଛି ନା ପିଲାମାନେ? ବୁଝିପାରୁନଥିବ ନାଇଁ କି ପିଲାମାନେ? ଯେତେବେଳେ ସଂଖ୍ୟାଧିକ ଭୋଟଦାତା, ବୁଝିଲା କି ନାଇଁ, କୌଣସି ଗୋଟେ ନୂତନ ଆଇନର ଆବଶ୍ୟକତା ଅନୁଭବ କରନ୍ତି କିମ୍ବା ସମ୍ବିଧାନରେ କିଛି ସଂଶୋଧନ ଚାହାନ୍ତି, ନାଇଁ ଏଇ ସମ୍ବିଧାନ, ଏହି ନିୟମ, ଏହି କାନୁନ ଆମ ପାଇଁ ଭଲ ନାହିଁ, ଏଇଟାକୁ ଆମେ ଚେଞ୍ଜ କରିବାକୁ ଚାହୁଁଛୁ, ସେତେବେଳେ ସେମାନେ କ'ଣ କରିବେ? ସେଇ ସମ୍ବିଧାନର ସଂଶୋଧନ ପାଇଁ ଗୋଟେ ଚିଠା ପ୍ରସ୍ତୁତ କରି ବ୍ୟବସ୍ଥାପିକାକୁ ପଠାଇବେ। ତ ବ୍ୟବସ୍ଥାପିକା କ'ଣ କରିବ? ତାହା ଅନୁମୋଦନ କରି ଆଇନରେ ପରିଣତ କରିବ। ବୁଝି ହେଉଛି ନା ନାଇଁ ପିଲାମାନେ? ତ ସଂଖ୍ୟାଧିକ ଲୋକମାନେ କ'ଣ କରିବେ? ଯେତେବେଳେ ସେମାନଙ୍କର କୌଣସି ନୂତନ ଆଇନର ଆବଶ୍ୟକତା ଥିବ କିମ୍ବା ଯଦି ସମ୍ବିଧାନର କୌଣସି ସଂଶୋଧନ ସେମାନେ ଚାହୁଁଥିବେ, ତାହେଲେ ସେମାନେ ଗୋଟେ ଚିଠି ଲେଖିକି କ'ଣ କରିବେ? ବ୍ୟବସ୍ଥାପିକାକୁ ପଠାଇବେ। ଗୋଟେ ଚିଠି ଲେଖିକି ସେମାନେ କ'ଣ କରିବେ? ବ୍ୟବସ୍ଥାପିକାକୁ ପଠାଇବେ। ଆଉ ବ୍ୟବସ୍ଥାପିକା କ'ଣ କରିବ? ତାହାକୁ ଆଇନରେ ପରିଣତ କରିବ। ବୁଝିଲା ନା ନାହିଁ? ପିଲାମାନେ ତମେ ବିଲକୁଲ ବୁଝୁନଥିବ କିରେ? ଦେଖ, ଗଣଭୋଟରେ କ'ଣ ହେଉଛି? ବ୍ୟବସ୍ଥାପିକା ଗୋଟେ କ'ଣ କରୁଛି? ବ୍ୟବସ୍ଥାପିକା ଆଇନ ପ୍ରଣୟନ କରୁଛି ଗଣଭୋଟ, ନାଇକିରେ? ବ୍ୟବସ୍ଥାପିକା ଆଇନ ପ୍ରଣୟନ କରୁଛି, ପୁଣି ଲୋକମାନଙ୍କର ଅନୁମୋଦନ ପାଇଁ ଲୋକମାନଙ୍କ ପାଖରେ ଆଣୁଛି। ଆଉ ଲୋକମାନେ ଯଦି ତାହାକୁ କ'ଣ ସଂଖ୍ୟା ଗରିଷ୍ଠତାର ଯଦି ଜନସମର୍ଥନ ଲାଭ କଲେ, ସେଇଟା କ'ଣ ହେଉଛି? ଆଇନରେ କାର୍ଯ୍ୟକାରୀ ହେଉଛି, ମାନେ କାର୍ଯ୍ୟକାରୀ ହେଉଛି ସେଇ ବିଲ୍ଟା, ମାନେ ଆଇନରେ ପରିଣତ ହେଉଛି। କିନ୍ତୁ ତାର ପୁରା ଅପୋଜିଟ୍ ଅଲଗା। ପୁରା ଅପୋଜିଟ୍ କ'ଣ? ଏଇ ଗଣ ଉଦ୍ୟୋଗ। ଗଣ ଉଦ୍ୟୋଗ କ'ଣ? ଏଠି ଲୋକମାନେ କ'ଣ କରିବେ? ଗୋଟେ ଆଇନ ପ୍ରଣୟନ କରିବେ କିମ୍ବା ସମ୍ବିଧାନ ଯଦି କୌଣସି ବିଷୟ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି, ତାହେଲେ ସେମାନେ କ'ଣ କରିବେ? ବ୍ୟବସ୍ଥାପିକାକୁ ସେମାନେ କ'ଣ କରିବେ? ଚିଠି ଲେଖି ସେମାନେ ପଠାଇବେ। ଚିଠି ଲେଖି ପଠାଇବେ। ଆଉ ସେଇ ଚିଠି ଦ୍ୱାରା କ'ଣ ହେବ? ବ୍ୟବସ୍ଥାପିକା ତାହାକୁ କ'ଣ କରିବ? ଅନୁମୋଦନ କରି ତାକୁ ଆଇନରେ ପରିଣତ କରିଦେବ। ବୁଝିଲା ନା ନାହିଁ? ହଁ। ତାପରେ ଆସିଲା କ'ଣ? ପ୍ରତ୍ୟାହାର। ପ୍ରତ୍ୟାହାର ମାନେ କ'ଣ? ଏହି ପଦ୍ଧତି ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜଣେ ପ୍ରତିନିଧି ନିର୍ବାଚନ ହୋଇଥିଲେ ମଧ୍ୟ ସେ ଯଦି ଅଯୋଗ୍ୟ ବୋଲି ବିବେଚିତ ହୁଅନ୍ତି, ସେ ଯଦି ଅଯୋଗ୍ୟ, ଯଦି ଖରାପ କାମ କରିବେ, କରପ୍ସନ୍ କାମ କରିବେ, ଯଦି ଜନସାଧାରଣମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ ନ କରନ୍ତି, ତେବେ ଭୋଟଦାତାମାନେ, ବୁଝିଲାରେ ପିଲାମାନେ, ଭୋଟଦାତାମାନେ ସଂଖ୍ୟାଧିକ ମତ ଦ୍ୱାରା ତାକୁ ପଦଚ୍ୟୁତ କରିପାରିବେ। ଯେତେବେଳେ ଜଣେ ଲୋକକୁ ଆପଣମାନେ ନିର୍ବାଚିତ ହେଇଥିବେ, ବାଛିଥିବେ, ସେଇ ଲୋକ ଯେତେବେଳେ ଜିତିକି ଯଦି
ଖରାପ କାମ କରିବ, କରପସନ୍ କାମ କରିବ, ଯଦି ଜନକଲ୍ୟାଣ ପାଇଁ କିଛି କାର୍ଯ୍ୟ ନ କରିବ, ରାସ୍ତା କାମ ପାଇଁ ପଇସା ଆସିଥିବ, ଆଉ ଗୋଟେ 10 ଲକ୍ଷ ଟଙ୍କାର ରାସ୍ତା କାମ ପାଇଁ ପଇସା ଆସିଥିବ, ଆଉ ସେ ରାସ୍ତା କାମ ନ କରିକି ସେ 10 ଲକ୍ଷ ଟଙ୍କା ଖାଇ ଦେଇଥିବ, କିମ୍ବା ଯଦି 10 ଲକ୍ଷ ଟଙ୍କା ରାସ୍ତା କାମ ଆସିଛି, 2 ଲକ୍ଷ ଟଙ୍କାର ରାସ୍ତା କାମ କରିଦେଇକି ବିଲ୍ କରିଦେଇକି 8 ଲକ୍ଷ ଟଙ୍କା ସେ ଖାଇବ। ଯଦି ଏମିତି ଯଦି ହୁଏ, ଯଦି ଲୋକମାନଙ୍କର କଲ୍ୟାଣ ପାଇଁ ଯଦି କାର୍ଯ୍ୟ ନ କରନ୍ତି, ତେବେ ଭୋଟଦାତାମାନେ କ'ଣ କରିପାରିବେ? ସଂଖ୍ୟାଧିକ ମତ ଦ୍ୱାରା କ'ଣ କରିପାରିବେ? ତାଙ୍କର ପଦବୀରୁ ତାଙ୍କୁ କାଢ଼ିପାରିବେ, ତାଙ୍କୁ ପଦଚ୍ୟୁତ କ'ଣ କରିପାରିବେ? କରିପାରିବେ। ବୁଝିଲା ନାଇଁ? ଏଇଟା କେଉଁମାନେ କରିପାରିବେ? ଲୋକମାନେ। ଲୋକମାନଙ୍କ ହାତରେ ସବୁ କିଛି ରହିଛି। ବୁଝିଲା ନା ନାଇଁ? ତ ଯଦି ଭଲ କାମ ଯଦି ଗୋଟେ ଲୋକ ନ କରୁଛି, ସମାଜର କଲ୍ୟାଣ ପାଇଁ, ଅଞ୍ଚଳର ଉନ୍ନତି ପାଇଁ ଯଦି ସେ କାମ କରୁନାହିଁ, ତାହାକୁ କ'ଣ କରାଯାଇପାରିବ? ପଦଚ୍ୟୁତ କରାଯାଇପାରିବ। ତାପରେ ଆସୁଛି ଆମର କ'ଣ 4 ନମ୍ବର ପଏଣ୍ଟ। 4 ନମ୍ବର ପଏଣ୍ଟ ଆସୁଛି ଆମର ଜନମତ। ଏଇଟା କିଛି ବୁଝିବା ଆବଶ୍ୟକତା ନାହିଁ, ଏଇଟା ଖାଲି ଟିକେ ମନେ ରଖିଦେଇଥିବ। ପ୍ଲେବିସାଇଟ୍ ଏକ ଫରାସୀ ଶବ୍ଦ, ଯାହା ମୂଳ ଲାଟିନ୍ ଶବ୍ଦ ପ୍ଲେବିସିଟମରୁ ଆଣିତ, ଯାହାର ଅର୍ଥ ହେଉଛି ଭୋଟରଙ୍କୁ ନିବେଦନ। ଏତିକି ତମାନଙ୍କୁ ମନେ ରଖିବାର ଅଛି। ଏଇଟା ମଧ୍ୟ ପ୍ଲେବିସାଇଟ୍ ଏକ କେଉଁ ଶବ୍ଦ ବୋଲି ପରୀକ୍ଷାରେ ପଚାରୁଛି। କେଉଁ ଶବ୍ଦ? ଫରାସୀ ଶବ୍ଦ। ବୁଝିଲା ନା ନାହିଁ? ତାପରେ ତମାନଙ୍କୁ ପ୍ରଶ୍ନ ପଚାରିବ, ପ୍ରତ୍ୟକ୍ଷ ଗଣତନ୍ତ୍ରର ପ୍ରଧାନ ଉପାଦାନ କ'ଣ? ପ୍ରତ୍ୟକ୍ଷ ଗଣତନ୍ତ୍ରର ପ୍ରଧାନ ଉପାଦାନ କ'ଣ? ପ୍ରଶ୍ନ ପଚାରେ ପ୍ରଧାନ ଉପାଦାନ କ'ଣ? ତ ତମାନେ କ'ଣ ଲେଖିବ? ଗଣଭୋଟ ହେଉଛି ପ୍ରତ୍ୟକ୍ଷ ଗଣତନ୍ତ୍ରର ପ୍ରଧାନ ଉପାଦାନ। ବୁଝିଲା ନା ନାହିଁ? ତାପରେ ଆମେ ଆଲୋଚନା କରିବା ପରୋକ୍ଷ ଗଣତନ୍ତ୍ର। ଆଧୁନିକ ରାଷ୍ଟ୍ରର ଆୟତନ, ଲୋକସଂଖ୍ୟା ବୃଦ୍ଧି ଓ ଶାସନ ବ୍ୟବସ୍ଥାର ଜଟିଳତା ହେତୁ ବର୍ତ୍ତମାନ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ହୋଇପାରୁନାହିଁ। କାହିଁକି ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ହୋଇପାରୁନାହିଁ? ରାଷ୍ଟ୍ରର ଆୟତନ ବଢ଼ିଯାଇଛି, ଲୋକସଂଖ୍ୟା ବଢ଼ିଯାଇଛନ୍ତି, ବୁଝିପାରୁଛି ନା? ଶାସନ ବ୍ୟବସ୍ଥା ମଧ୍ୟ ଜଟିଳ, କଷ୍ଟ ହୋଇଯାଇଛି। ସେଥିପାଇଁ ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳନ ହୋଇପାରିବ ନାହିଁ। ବୁଝିଲା ନା ନାହିଁ? ତେଣୁ ପୃଥିବୀର ବର୍ତ୍ତମାନ ପରୋକ୍ଷ ବା ପ୍ରତିନିଧିମୂଳକ ଗଣତନ୍ତ୍ର ପରିଦୃଷ୍ଟ ହେଉଛି। ତେଣୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ, ବିଭିନ୍ନ ଦେଶରେ, ପ୍ରାୟ ଦେଶରେ କ'ଣ ହେଉଛି? ପରୋକ୍ଷ ବା ପ୍ରତିନିଧିମୂଳକ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପ୍ରଚଳିତ ହେଉଅଛି। ବୁଝିଲା ନା ନାଇଁ ରେ ପିଲାମାନେ? ପରୋକ୍ଷ ଗଣତନ୍ତ୍ରରେ ନାଗରିକମାନେ ନିଜେ ଶାସନ ନ କରି ନିର୍ବାଚନ ଜରିଆରେ ପ୍ରତିନିଧି ନିର୍ବାଚନ କରି ସେହି ପ୍ରତିନିଧିମାନଙ୍କ ଦ୍ୱାରା ଶାସିତ ହୁଅନ୍ତି। ପ୍ରତ୍ୟକ୍ଷ ଗଣତନ୍ତ୍ରକୁ ଟିକେ ଆମେ ବୁଝିବା। ପ୍ରତ୍ୟକ୍ଷ ଗଣତନ୍ତ୍ରରେ କ'ଣ? ସେମାନେ ନିଜେ କ'ଣ କରୁଥିଲେ? ଶାସନରେ ଅଂଶଗ୍ରହଣ କରୁଥିଲେ। କିନ୍ତୁ ଏହି ପରୋକ୍ଷ ଗଣତନ୍ତ୍ରରେ ନାଗରିକମାନେ ନିଜେ ଶାସନ ନ କରି ନିର୍ବାଚନ ଜରିଆରେ ନିର୍ବାଚନ ପ୍ରତିନିଧି, ବୁଝିଲାରେ ପିଲାମାନେ, ନିର୍ବାଚନ ପ୍ରତିନିଧି ମାଧ୍ୟମରେ ସେମାନେ କ'ଣ କରିପାରିବେ? ଆଉ ଶାସନରେ ଅଂଶଗ୍ରହଣ କରିପାରିବେ। ଟିକେ ତମାନଙ୍କୁ ବୁଝାଇ ଦେବା ପାଇଁ, ମାନେ ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଆମେ କ'ଣ ସିଧାସଳଖ ଶାସନରେ ଆମେ କ'ଣ କରିପାରୁଥିଲୁ? ଅଂଶଗ୍ରହଣ କରିପାରୁଥିଲେ। ଏଇଟା କ'ଣ? ପ୍ରତ୍ୟକ୍ଷ ଗଣତନ୍ତ୍ର। ଆମ ମଝିରେ କିଏ ମଧ୍ୟ ନଥିଲେ ପ୍ରତ୍ୟକ୍ଷ ଗଣତନ୍ତ୍ରରେ। କିନ୍ତୁ ପରୋକ୍ଷ ଗଣତନ୍ତ୍ର ଏଇଟା ହେଲୁ ଲୋକମାନେ, ଏଇଟା ହେଲା ନିର୍ବାଚନ ପ୍ରତିନିଧି, ଏଇଟା ହେଲା ସରକାର। ବୁଝୁଥିଲେ ପିଲାମାନେ? ତ କ'ଣ ପରୋକ୍ଷ ଗଣତନ୍ତ୍ର ଏଇଟା ଲୋକମାନେ କ'ଣ କରୁଛନ୍ତି? ଗୋଟେ ନିର୍ବାଚନ ପ୍ରତିନିଧିକୁ ବାଛୁଛନ୍ତି, ସେ ଯାଇକି କ'ଣ କରୁଛି? ଶାସନରେ ଅଂଶଗ୍ରହଣ କରୁଛି, ଆମ ପାଇଁ ଆଇନ ତିଆରି କରୁଛି। ମାନେ ଲୋକସଭା ରାଜ୍ୟସଭାରେ ବସିକି ସେ କ'ଣ କରୁଛି? ଆମ ପାଇଁ ଆଇନ ତିଆରି କରୁଛି, ଆମର MP MLA ଯାକ। ବୁଝାଉଛି ନା ନାଇଁ ପିଲାମାନେ? ତ ନିର୍ବାଚନ ପ୍ରତିନିଧିମାନେ ଆମ ପାଇଁ କ'ଣ କରୁଛନ୍ତି? ଆଇନ ପ୍ରଣୟନ କରୁଛନ୍ତି, ଆମ ପାଇଁ ଆଇନ ତିଆରି କରୁଛନ୍ତି। ତା ନିର୍ବାଚନ ପ୍ରତିନିଧି ଜରିଆରେ ଆମେ କ'ଣ କରିପାରୁଛୁ? ଶାସନରେ ଅଂଶଗ୍ରହଣ ଆମେ କରିପାରୁଛୁ। ବୁଝିଲା ନା ନାଇଁ ପିଲାମାନେ? ତ ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଗଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ,
ଭାରତ, ଜାପାନ ପ୍ରଭୃତି ଅନେକ ଦେଶରେ ପରିଦୃଷ୍ଟ ହୁଏ। ତ ଆଉ ଥରେ ମୁଁ ତୁମମାନଙ୍କୁ ବୁଝାଇ ଦେବା ପାଇଁ ଚାହେଁ, ଯେଉଁ ରାଷ୍ଟ୍ରର ଲୋକ ସଂଖ୍ୟା ଅଧିକ ଥିବ, ଯେଉଁ ରାଷ୍ଟ୍ରର ଆୟତନ ସୀମା ଅଧିକ ଥିବ, ସେଇ ରାଷ୍ଟ୍ରରେ କ'ଣ ହେବ? ପରୋକ୍ଷ ଗଣତନ୍ତ୍ର ପ୍ରଚଳନ ହେବ। ପରୋକ୍ଷ ଗଣତନ୍ତ୍ର, ପ୍ରତ୍ୟକ୍ଷ ଗଣତନ୍ତ୍ର କେବେ ମଧ୍ୟ ସେଇ ରାଷ୍ଟ୍ର ପ୍ରଚଳନ ହେବା ସମ୍ଭବ ନୁହେଁ। ପ୍ରତ୍ୟକ୍ଷ ଗଣତନ୍ତ୍ର କେଉଁ ରାଷ୍ଟ୍ର ହେବ? ଯେଉଁ ରାଷ୍ଟ୍ର ଲୋକ ସଂଖ୍ୟା କମ୍ ଥିବେ ସେଇ ଜାଗାରେ ପ୍ରତ୍ୟକ୍ଷ ଗଣତନ୍ତ୍ର। ଯେଉଁ ରାଷ୍ଟ୍ର ଯେଉଁ ଦେଶର ଲୋକ ସଂଖ୍ୟା ଅଧିକ ଥିବେ ସେଇ ରାଷ୍ଟ୍ରରେ କ'ଣ? ପରୋକ୍ଷ ଗଣତନ୍ତ୍ର। ତ ଆମ ଭାରତରେ କେତେ କରୋଡ଼ ଲୋକ ଅଛନ୍ତି? କେତେ କୋଟି ଲୋକ ଅଛନ୍ତି? ପ୍ରାୟ 140 କୋଟି ଲୋକ ଅଛନ୍ତି। କେତେ କୋଟି ଲୋକ ଅଛନ୍ତି ରେ? ପ୍ରାୟ 140 କରୋଡ଼ ଲୋକ ଆମ ଭାରତରେ ଅଛନ୍ତି। ତ ଏଇ ଜାଗାରେ କେବେ ମଧ୍ୟ ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବ କିରେ ପିଲାମାନେ? କେବେ ମଧ୍ୟ ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବ ନୁହେଁ। ଏଇ ଜାଗାରେ ପରୋକ୍ଷ ଗଣତନ୍ତ୍ର ହିଁ ହେଇପାରିବ। ଆଉ ଭାରତରେ ମଧ୍ୟ ପରୋକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ। ତାପରେ ଟିକେ ଏଇ ଗଣତନ୍ତ୍ର ମଧ୍ୟରେ ଯେଉଁ ପାର୍ଥକ୍ୟଟା ଦର୍ଶାଯାଇଛି, ଏଇଟା ଦେଖିଲା ପରେ ଆପଣମାନେ ସମ୍ପୂର୍ଣ୍ଣ ଭାବେ ବୁଝିଯିବେ। ବୁଝି ହେଉଛି ନା ନାହିଁ? ତ ପ୍ରତ୍ୟକ୍ଷ ଗଣତନ୍ତ୍ର ପରୋକ୍ଷ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ କ'ଣ? ଏଇ ଟେବୁଲଟାକୁ ଯଦି ଆପଣମାନେ ଠିକ୍ ସେ ବୁଝିବେ ତାହେଲେ ସମ୍ପୂର୍ଣ୍ଣ ଭାବେ ଏଥିରେ ଲୋକମାନେ ସିଧାସଳଖ ଶାସନରେ ଅଂଶଗ୍ରହଣ କରନ୍ତି। କେଉଁଠି? ପ୍ରତ୍ୟକ୍ଷ ଗଣତନ୍ତ୍ରରେ। କିନ୍ତୁ ପରୋକ୍ଷ ଗଣତନ୍ତ୍ରରେ କ'ଣ? ଏଥିରେ ଲୋକମାନେ ପ୍ରତିନିଧି ଜରିଆରେ କ'ଣ କରନ୍ତି? ଶାସନରେ ଅଂଶଗ୍ରହଣ କରନ୍ତି। ପ୍ରତିନିଧି ଜରିଆରେ କ'ଣ କରନ୍ତି? ଶାସନରେ ଅଂଶଗ୍ରହଣ କରନ୍ତି। ପ୍ରତ୍ୟକ୍ଷରେ ସିଧାସଳଖ, ପରୋକ୍ଷରେ ପ୍ରତିନିଧି ଜରିଆରେ। ତାପରେ ପ୍ରତ୍ୟକ୍ଷରେ ଏଥିରେ ଲୋକମାନେ ନିଜେ ଆଇନ ପ୍ରଣୟନ କରନ୍ତି। ନିଜେ ଆଇନ ପ୍ରଣୟନ କରୁଛନ୍ତି ଲୋକମାନେ ପ୍ରତ୍ୟକ୍ଷ ଗଣତନ୍ତ୍ରରେ। ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହେଇକି, ମୁକ୍ତ ଆକାଶ ତଳେ ଏକତ୍ରିତ ହେଇକି ନିଜ ପାଇଁ ସେମାନେ କ'ଣ କରୁଛନ୍ତି? ଆଇନ ପ୍ରଣୟନ କରୁଛନ୍ତି। କିନ୍ତୁ ଏଥିରେ ଲୋକମାନେ ପ୍ରତିନିଧି ଜରିଆରେ ଆଇନ ତିଆରି କରନ୍ତି। କ'ଣ? ଲୋକମାନେ ପ୍ରତିନିଧି ଜରିଆରେ ଆଇନ ତିଆରି କରନ୍ତି। କେଉଁ ଜାଗାରେ? ପରୋକ୍ଷ ଗଣତନ୍ତ୍ରରେ। ପ୍ରତ୍ୟକ୍ଷ ଗଣତନ୍ତ୍ର ଏହା ଛୋଟ ଛୋଟ ରାଜ୍ୟ ବା ରାଷ୍ଟ୍ରମାନଙ୍କରେ କାର୍ଯ୍ୟକାରୀ ହୋଇପାରିବ। କେଉଁ ଗଣତନ୍ତ୍ର? ପ୍ରତ୍ୟକ୍ଷ ଛୋଟ ଛୋଟ ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ହୋଇପାରିବ। କିନ୍ତୁ ପରୋକ୍ଷ ଗଣତନ୍ତ୍ର ଏହା ବଡ଼ ବଡ଼ ରାଜ୍ୟରେ କାର୍ଯ୍ୟକାରୀ କରାଯାଇପାରିବ। ବୁଝିହେଲା କି ନାହିଁ ପିଲାମାନେ? ହଉ, ବୁଝଉଛି ରେ ପିଲାମାନେ? ହଁ। ତ ତୁମମାନଙ୍କୁ ପ୍ରଶ୍ନ ଆସେ, ବଡ଼ ବଡ଼ ରାଜ୍ୟରେ କେଉଁ ଗଣତନ୍ତ୍ର କାର୍ଯ୍ୟକାରୀ କରାଯାଇପାରିବ? ବଡ଼ ବଡ଼ ରାଜ୍ୟରେ କେଉଁ ଗଣତନ୍ତ୍ର କାର୍ଯ୍ୟକାରୀ କରାଯାଇପାରିବ? କୋଶ୍ଚିନ୍ ଆସେ। ତ କେଉଁ ଗଣତନ୍ତ୍ର? ପରୋକ୍ଷ ଗଣତନ୍ତ୍ର କାର୍ଯ୍ୟକାରୀ କରାଯାଇପାରିବ। ସବୁବେଳେ ମନେ ରଖିଥିବ, ଭାରତରେ ପରୋକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ। ଏଇଟାକୁ ମଧ୍ୟ ତୁମମାନେ ମନେ ରଖିଥିବ। ବିଜାର ହେଉଛ କି ପିଲାମାନେ? ଆଉ ଅଳ୍ପ ସମୟ ହେଲା, ଭିଡ଼ିଓକୁ କମ୍ପ୍ଲିଟ୍ ଦେଖିବାର ଅଛି। ଭିଡ଼ିଓ ଯଦି ତୁମମାନେ ନ ଦେଖିବ ତାହେଲେ ବୁଝିପାରିବ ନାହିଁ। ଯେଉଁ ପିଲାମାନଙ୍କୁ ଏଇ ଭିଡ଼ିଓ ଭଲ ଲାଗୁଛି ତାହେଲେ ସେ ପିଲାମାନେ କ'ଣ କର? ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କର ଏମିତି ଭିଡ଼ିଓ ଦେଖିବା ପାଇଁ। ତାପରେ ଏଇସବୁ କିଛି ଜାଣିବାର ଆବଶ୍ୟକତା ନାହିଁ। ଇମ୍ପୋର୍ଟାଣ୍ଟ ପଏଣ୍ଟ ସବୁ, ଇମ୍ପୋର୍ଟାଣ୍ଟ ବିଷୟ ସବୁ ତୁମମାନଙ୍କୁ ମୁଁ କହିଦେଉଛି। ବୁଝିଲାରେ ପିଲାମାନେ? ହଁ। ତାପରେ ଆମେ ଆଲୋଚନା କରିବା ଗଣତନ୍ତ୍ରର ସୁଗୁଣ, ମ୍ୟାରିଟ୍ସ ଅଫ୍ ଡେମୋକ୍ରାସି। ଗଣତନ୍ତ୍ର କେଉଁ କେଉଁ ଭଲ ବିଷୟ ରହିଛି? ଲୋକମାନଙ୍କର ଶାସନ। ଗଣତନ୍ତ୍ର ଲୋକମାନଙ୍କର ଶାସନ। ଏହା ଜନପ୍ରିୟ ଶାସନ ବ୍ୟବସ୍ଥା। ଏହା ଜନସାଧାରଣଙ୍କ ଦ୍ୱାରା ପ୍ରତିଷ୍ଠିତ ଶାସନ ବ୍ୟବସ୍ଥା ଅଟେ। ଏହା ଜନସାଧାରଣମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଓ ସମ୍ମାନ ଦିଏ। ସେମାନଙ୍କୁ ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଏ। ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଏ କିଏ? ଗଣତନ୍ତ୍ର। ତାପରେ 2 ନମ୍ବର ପଏଣ୍ଟ ହେଉଛି ଆମର କ'ଣ? ରାଜନୈତିକ ସମାନତା। ଗଣତନ୍ତ୍ରର ସୁଗୁଣ ମାନେ ଭଲ ଗୁଣ ଆମେ ପଢ଼ୁଛୁ ବର୍ତ୍ତମାନ। ରାଜନୈତିକତା ସମାନତା ମାନେ କ'ଣ? ଗଣତନ୍ତ୍ରରେ ଶାସନରେ ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ କୌଣସି ବିଷୟ ଦେଖାଯାଏ ନାହିଁ। ସମସ୍ତଙ୍କୁ କ'ଣ? ସମାନତାର ଅଧିକାର, ରାଜନୈତିକ ସମାନତା ଦିଆଯାଇଥାଏ। ବୁଝିଲାରେ ପିଲାମାନେ? ତାପରେ ଆସୁଛି କ'ଣ? ବ୍ୟକ୍ତି ସ୍ୱାଧୀନତା ଓ ଅଧିକାର ସୁରକ୍ଷା। ବ୍ୟକ୍ତିର ଯେଉଁ ସ୍ୱାଧୀନତା ରହିଛି ତାର ଅଧିକାରକୁ ମଧ୍ୟ କ'ଣ କରେ? ସୁରକ୍ଷା କରେ। ବ୍ୟକ୍ତିର ସ୍ୱାଧୀନତା ଆଉ ତାର ଅଧିକାରକୁ ମଧ୍ୟ କ'ଣ କରେ? ସୁରକ୍ଷା କରେ। କାହିଁକି? ଶୀଘ୍ର ଆମମାନେ ପଢ଼ିଦେବାର ପିଲାମାନେ, ସମୟ ଅଧିକ ହେଉଛି। ତ
ତ ଶୀଘ୍ର ଶୀଘ୍ର ଆମମାନେ ସାରି ଏଇ କନସେପ୍ଟ ଆମମାନଙ୍କୁ ବୁଝିବା ଦରକାର। ଯେଉଁଟା ଯଦି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ରହିବ ତୁମମାନଙ୍କୁ କହିଦେବି, କିଛି ମାନେ କିଛି ବ୍ୟସ୍ତ ହେବାର ନାହିଁ। ଯାହା ଇମ୍ପୋର୍ଟାଣ୍ଟ ରହିବ ତାହା ତୁମମାନଙ୍କୁ ମୁଁ କହିଦେବି। ତାପରେ କ'ଣ, ଦକ୍ଷ ପ୍ରଗତିଶୀଳ ଓ ଦୃଢ଼ ସରକାର। ଗଣତନ୍ତ୍ର ସୁଗୁଣ କ'ଣ, ଦକ୍ଷ ଓ ପ୍ରଗତିଶୀଳ ଦୃଢ଼ ସରକାର ରହିବା ନିହାତି ଦରକାର। ଗୋଟେ ଷ୍ଟାବୁଲ୍ ଗଭର୍ଣ୍ଣମେଣ୍ଟ ରହିବା ନିହାତି ଦରକାର। ତାପରେ କ'ଣ, ଆଇନର ଶାସନ, ମାନେ ଆଇନ ଅନୁସାରେ କ'ଣ କରିବ, ଶାସନ କରିବ। ବ୍ୟକ୍ତିର ମର୍ଜି ଉପରେ ଶାସନ ନିର୍ଭର କରେ ନାହିଁ, ମାନେ ମନ ଇଚ୍ଛା କିଏ ଶାସନ କରିପାରିବେ ନାହିଁ, ତା'ର ମର୍ଜି ଅନୁସାରେ ହେଇପାରିବ ନାହିଁ। ମାନେ ଆଇନ ଅନୁସାରେ କ'ଣ ହେଇପାରିବ, ଶାସନ ହେଇପାରିବ। ବୁଝି ହେଉଛି ରେ ପିଲାମାନେ। ତାପରେ ଶାନ୍ତିପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ ସରକାର ପରିବର୍ତ୍ତନ, ଶାନ୍ତିପୂର୍ଣ୍ଣ ଭାବରେ ହେବ ଆଉ ସାମ୍ବିଧାନିକ ଉପାୟରେ, ସମ୍ବିଧାନ ଅନୁସାରେ, ତା'ର ପ୍ରୋସେଜର ଅନୁସାରେ, ତା'ର ପଦ୍ଧତି ଅନୁସାରେ ସରକାର ଯଦି କୌଣସି ଚେଞ୍ଜେସ୍ କରିବାର ଅଛି, ପରିବର୍ତ୍ତନ କରିବାର ଅଛି, ତାହେଲେ କ'ଣ କରାଯିବ, ପରିବର୍ତ୍ତନ ସାମ୍ବିଧାନିକ ଉପାୟରେ ହିଁ କରାଯିବ। ବୁଝିଲା ନା ନାହିଁ। ତାପରେ ଦାୟିତ୍ୱବାନ ସରକାର, ଗଣତନ୍ତ୍ରରେ ଯିଏ ବି ଜିତିବ ସେ କ'ଣ ରହିବା ଦରକାର, ଦାୟିତ୍ୱବାନ ହେବା ଦରକାର। ବୁଝିଲା ନା ନାହିଁ। ଏହା ଲୋକମାନଙ୍କର ଅଭାବ ଅସୁବିଧା ପ୍ରତି ସର୍ବଦା ସଚେତନ ଥାଏ। ମାନେ ଯେଉଁ ସରକାର ବି ଜିତିବ ସେ କ'ଣ କରିବ, ଲୋକମାନଙ୍କର ଅଭାବ ଅସୁବିଧା ପ୍ରତି ସର୍ବଦା ସେ କ'ଣ କରୁଥିବ, ଧ୍ୟାନ ଦେଉଥିବ। ଦାରିଦ୍ର୍ୟ ଦୂରୀକରଣ, ଏମିତି ଅନେକ ଅନେକ ଯୋଜନା ସେ କ'ଣ କରୁଥିବ। ବୁଝିଲା ନା ନାହିଁ। ତ ସଂଖ୍ୟା ଲଘୁମାନଙ୍କର ସୁରକ୍ଷା ମଧ୍ୟ ଦିଆଯାଇଥାଏ। ଆତ୍ମନିର୍ଭରଶୀଳତା ମଧ୍ୟ ଏହି ଗଣତନ୍ତ୍ରରେ ଦିଆଯାଇଥାଏ। ରାଜନୈତିକ ଶିକ୍ଷା ମଧ୍ୟ ଏହି ଗଣତନ୍ତ୍ରରେ ଦିଆଯାଇଥାଏ। ବୁଝି ହେଉଛି ନା ନାହିଁ। ଗଣତନ୍ତ୍ରରେ ନାଗରିକମାନଙ୍କୁ ଅନେକ ପ୍ରକାର ରାଜନୈତିକ ଶିକ୍ଷା ଦେଇଥାଏ। ନାଗରିକମାନେ ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଯୋଗୁଁ ସେମାନଙ୍କୁ ରାଜନୈତିକ ଚେତନାର ଅଭିବୃଦ୍ଧି ହେଇଥାଏ। ବୁଝି ହେଉଛି ନା ନାହିଁ। ତ ଗଣତନ୍ତ୍ରର ସୁଗୁଣ ହେଉଛି ଲୋକମାନଙ୍କୁ କ'ଣ କରେ, ରାଜନୈତିକ ଶିକ୍ଷା ମଧ୍ୟ କ'ଣ କରିଥାଏ, ପ୍ରଦାନ କରିଥାଏ। ବୁଝିଲା ନା ନାହିଁ। ତ ପଏଣ୍ଟ ସବୁ ତୁମେ ପିଲାମାନେ କ'ଣ କରିବେ, ସବୁବେଳେ ତୁମେ ମନେ ରଖିଥିବ। ତାପରେ ଆସୁଛି ଆମର କ'ଣ, ଆମେ ଗଣତନ୍ତ୍ରର ସୁଗୁଣର କେତେଟା ପଏଣ୍ଟ ଆମେ ପଢ଼ିଗଲୁ ନିକିରେ। ବର୍ତ୍ତମାନ ଆମେ ପଢ଼ିବା ଗଣତନ୍ତ୍ରର ଦୁର୍ଗୁଣ। ଗଣତନ୍ତ୍ରର ଖରାପ ଗୁଣ କ'ଣ ରହିଛି ଏହି ଶାସନ ବ୍ୟବସ୍ଥାରେ, ହେଲେ ଏହାର ଅନେକ ଦୋଷ ଦୁର୍ବଳତା ରହିଅଛି। ଗଣତନ୍ତ୍ର ଅନେକ ଦୋଷ ଆଉ ଦୁର୍ବଳତା, ତା'ର ଖରାପ ଗୁଣ ସବୁ ରହିଛି। କ'ଣ, ସଂଖ୍ୟାର ପ୍ରାଧାନ୍ୟ। 1 ନମ୍ବର ଆସିବ କ'ଣ, ସଂଖ୍ୟାର ପ୍ରାଧାନ୍ୟ। ମୁଁ ତୁମମାନଙ୍କୁ କହିଥିଲି ଗଣତନ୍ତ୍ର ଗୁଣ ଅପେକ୍ଷା ସଂଖ୍ୟା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରେ। ସଂଖ୍ୟାଧିକ ମତ ଗଣତନ୍ତ୍ର ମୂଳତନ୍ତ୍ର। ସଂଖ୍ୟାଧିକ ମତରେ ଶାସନକର୍ତ୍ତା ନିର୍ବାଚିତ ହୁଅନ୍ତି ଓ ସମସ୍ତ ଶାସନ ନିୟମ ସଂଖ୍ୟାଧିକ ମତରେ ଗ୍ରହଣ ହୁଏ। ତ ସଂଖ୍ୟାର ପ୍ରାଧାନ୍ୟ ଏଇଠି ଦେଖାଯାଏ। ସେ କେମିତି ଲୋକ କ'ଣ ସେଇଟା ଦେଖାଯାଏ ନାହିଁ। ଯିଏ ଅଧିକ ଭୋଟ ପାଇଲା ସେ ଜିତିବ। ବୁଝିଲା, ସେ ଖରାପ ଲୋକ ହେଇଥାଉ ସେ ଭଲ ଲୋକ ହେଇଥାଉ, ଯିଏ ଅଧିକ ଭୋଟ ପାଇଲା ସେ ହିଁ ଜିତିବ। ମାନେ ସଂଖ୍ୟା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରେ। ଏଇ ପଏଣ୍ଟକୁ, 1 ନମ୍ବର ପଏଣ୍ଟକୁ ସବୁବେଳେ ତୁମମାନେ ମନେ ରଖିଥିବ। ତାପରେ ଆସୁଛି କ'ଣ, ଅନଭିଜ୍ଞ ଶାସନ। ଅନଭିଜ୍ଞ ଶାସନ କାହିଁ କୁହାଯାଏ, ଅନଭିଜ୍ଞ ଶାସନ ବୋଲି କାହିଁ କୁହାଯାଏ, ଏଟାକୁ ଅଯୋଗ୍ୟ ଶାସନ ବୋଲି କୁହାଯାଏ। ଏହା ଅଯୋଗ୍ୟ ଲୋକମାନଙ୍କର ଶାସନ ବୋଲି କୁହାଯାଏ। ତ ପିଲାମାନେ ତୁମମାନଙ୍କୁ କହିଦେବା ପାଇଁ ଚାହେଁ, ଗଣତନ୍ତ୍ର ହେଉଛି ସବୁଠାରୁ ଭଲ ଶାସନ ବ୍ୟବସ୍ଥା। ଆଉ କେତେକ ରାଜନୀତି ବିଜ୍ଞାନୀମାନେ କହନ୍ତି ସବୁଠାରୁ ଖରାପ ଶାସନ ବ୍ୟବସ୍ଥା। କାହିଁକି ଖରାପ ଶାସନ ବ୍ୟବସ୍ଥା, ତୁମମାନଙ୍କୁ ଟିକେ ବୁଝେଇ ଦେବା ପାଇଁ ଚାହେଁ। ମନେକର ଜଣେ ଲୋକ ଏମ୍ପିରେ ଉଠିଛି ବୋଲେ, ବୁଝି ହେଉଛି ନା ନାହିଁ। ଏମ୍ପି କ୍ୟାଣ୍ଡିଡେଟ୍ରେ ଉଠିଛି, ସେ ବହୁତ ଖରାପ ଲୋକ ସେ। ବୁଝିଲା ନା ନାହିଁ। ସେ ଅଶିକ୍ଷିତ ଲୋକ। ସେ ଯଦି ଏମ୍ପି କ୍ୟାଣ୍ଡିଡେଟ୍ରେ ଉଠିଛି କିନ୍ତୁ ତା ପାଖରେ କ'ଣ ଅଛି, ଟଙ୍କା ଅଛି। ବୁଝିଲା ନା ନାହିଁ, ପଇସା ଅଛି। ତ ସେ କ'ଣ କରିବ, ପଇସା ଦ୍ୱାରା ଲୋକମାନଙ୍କୁ କ'ଣ କରିବ, କିଣିବ। କେଉଁ ଲୋକମାନଙ୍କୁ, ଯେଉଁ ଲୋକମାନେ କି ଅଶିକ୍ଷିତ। ବୁଝିଲା ନା ନାହିଁ। ଯେଉଁ ଲୋକମାନେ କି ଅଶିକ୍ଷିତ, ଯେଉଁ ଲୋକମାନେ କି ଦରିଦ୍ର, ସେଇ ଲୋକମାନେ କି, ଯେଉଁ ଲୋକମାନେ କି ଗରିବ, ସେଇ ଲୋକମାନଙ୍କୁ ପଇସା ଦ୍ୱାରା କିଣିବ। ଆଉ ସେ କ'ଣ, ଭୋଟ କିଣିବ। ପଇସା ଦ୍ୱାରା ସେ କ'ଣ କରିବ, ଭୋଟ କିଣିବ ଆଉ ସେ ଜିତିବ। ସେ ନିଜେ ଶିକ୍ଷିତ ନାହିଁ କିନ୍ତୁ ସେ କ'ଣ ହେଲା, ସେ ଜିତିଲା ନା ନାହିଁ। ନିଜେ ଶିକ୍ଷିତ ନଥାଇ ସେ କ'ଣ ପଇସା ବଳରେ ଜିତିଲା ନା ନାହିଁ। ତ ସେଥିପାଇଁ
କୁହାଯାଏ ଏହି ଗଣତନ୍ତ୍ର କ'ଣ ଅନଭିଜ୍ଞ ଅଶିକ୍ଷିତ ଲୋକମାନେ କ'ଣ କରନ୍ତି ଏହି ଗଣତନ୍ତ୍ରରେ ପଇସା ଦ୍ୱାରା ଶାସନରେ ଅଂଶଗ୍ରହଣ କରନ୍ତି ବା ଜିତନ୍ତି ବୋଲି କୁହାଯାଏ। ବୁଝିଲା ନା ନାଇଁ ରେ ପିଲାମାନେ। ତାପରେ ବ୍ୟୟବହୁଳ ଗଣତନ୍ତ୍ରରେ କ'ଣ ହୁଏ, ଯେତେ ଲୋକ ମନେକର ଗୋଟିଏ MLA କେତେ ଲକ୍ଷ ଟଙ୍କା ଖର୍ଚ୍ଚ ହେଇପାରିବ, ଉଦାହରଣ ଦେଉଛି ଗୋଟିଏ MLA 50 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବ। ସେଇ ଜାଗାରେ ଗୋଟିଏ MLA କ'ଣ କରିପାରିବ ଜାଣିଛ, MLA କ୍ୟାଣ୍ଡିଡେଟ୍ 2 କୋଟି ଟଙ୍କା ସେ ଖର୍ଚ୍ଚ କରିବ। କାହିଁ ଖର୍ଚ୍ଚ କରିବ, ସେ ଯେମିତି ହେଲେ ମଧ୍ୟ ସେ ଜିତିବାର ଅଛି। ନିୟମ କହୁଛି 50 ଲକ୍ଷ ଯାଏଁ ତୁ ଖର୍ଚ୍ଚ କରିପାରିବୁ, କିନ୍ତୁ ସେ କେତେ ଲକ୍ଷ ଖର୍ଚ୍ଚ କରିବ, 2 କୋଟି, ମାନେ 2 କୋଟି ଟଙ୍କା ସେ କ'ଣ କରିବ, ସେ ଖର୍ଚ୍ଚ କରିବ। ଆଉ ସେ ଯଦି 2 କୋଟି ଟଙ୍କା ଯଦି 2 କୋଟି ଟଙ୍କା ଯଦି 2 କୋଟି ଟଙ୍କା ସେ ଯଦି ଖର୍ଚ୍ଚ କରୁଛି, ତାହେଲେ ସେ ଲୋକ କଲ୍ୟାଣ ପାଇଁ ଆଉ ଚିନ୍ତା କରିବ କି ସେ ଯେତେବେଳେ ଜିତିବ ସେ ଗୋଟେ କଥା ଭାବିବ, ମୁଁ 2 କୋଟି ଟଙ୍କା ଖର୍ଚ୍ଚ କରିଛି, ମୁଁ କେମିତି ତାର ମାନେ 3 ଗୁଣ 6 କୋଟି ଟଙ୍କା ମୁଁ କେମିତି ଆଦାୟ କରିବି, ବା ଲୋକ କଲ୍ୟାଣ ପାଇଁ ଜନ କଲ୍ୟାଣ ପାଇଁ ସମାଜର ମଙ୍ଗଳ ପାଇଁ ଉନ୍ନତି ପାଇଁ ଯେଉଁ ଟଙ୍କା ଆସିବ ସେ ସବୁ କ'ଣ କରିବ, ହଳପ କରିବ, ସବୁ ଖାଇବ। ବୁଝିଲା ନା ନାହିଁ। ତ ମୁଁ ଉଦାହରଣ ଦେଇଥିଲି ରାସ୍ତା କାମ ପାଇଁ ସେ ଯଦି ଆସିବ, ତ ରାସ୍ତା କାମରେ ଯଦି 5 ଲକ୍ଷର ଆସିଥିବ, ସେ କ'ଣ କରିବ, 1 ଲକ୍ଷରେ ସେଇ ରାସ୍ତା କାମକୁ କରିଦେବ, ଆଉ 4 ଲକ୍ଷ ଟଙ୍କା ଖାଇଦେବ। ବୁଝିଲା ନା ନାହିଁ। ତ ବ୍ୟୟବହୁଳ ବେଶୀ ହେଇଥାଏ, ପଇସା ବେଶୀ ଖର୍ଚ୍ଚ କରିଥାନ୍ତି, ଆଉ ସେଇ ଖର୍ଚ୍ଚ ହେଇଥିବା ପଇସାକୁ କେମିତି ସେମାନେ ଭଲରେ ହେଉ ଖରାପରେ ହେଉ ସେମାନେ କ'ଣ କରନ୍ତି, ଆଦାୟ କରନ୍ତି। ବୁଝିଲା ନାହିଁ। ତ ସବୁଠାରୁ ମୁଖ୍ୟ ପଏଣ୍ଟ ଗୋଟେ ମନେ ରଖିଥିବ, ଅପାରଗତାର ନିଦର୍ଶନ। 4 ନମ୍ବର ପଏଣ୍ଟ, ଫରାସୀ ଲେଖକ ଗୋଟେ ଫାଗ ଗୋଟେ କଥା କହିଥିଲେ, ଫାଗ ବୋଲି ଲେଖାଯାଇଛି। ଫାଗ, ଏଇଟା ମନେ ରଖିଥିବ, କିଏ, ଫାଗ ଗୋଟେ କଥା କହିଥିଲେ, ଅପାରଗ ବା ଅଯୋଗ୍ୟମାନଙ୍କର ଶାସନ ବୋଲି କହିଥିଲେ। ଗଣତନ୍ତ୍ରକୁ ଅଯୋଗ୍ୟର ଶାସନ ବୋଲି କିଏ କହିଥିଲେ ବୋଲି ପ୍ରଶ୍ନ ପଚାରିବ, କିଏ କହିଥିଲେ ରେ, ଫାଗ କହିଥିଲେ, ମନେ ରଖିଥିବ। ତାପରେ ନିଷ୍ପତ୍ତି ନେବାରେ ମଧ୍ୟ କ'ଣ ହୁଏ, ବିଳମ୍ବ ହୁଏ। ବୁଝିଲା ନା ନାହିଁ। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ନିଷ୍ପତ୍ତି ନେବାରେ ମଧ୍ୟ କ'ଣ ହେଇଥାଏ, ବିଳମ୍ବ, ଡେରିଟା ହେଇଯାଇଥାଏ। ଦଳୀୟ ରାଜନୀତିର କୁପ୍ରଭାବ, ଯେତେ ବି ରାଜନୈତିକ ଦଳମାନେ ଅଛନ୍ତି ତାଙ୍କର ଖରାପ ପ୍ରଭାବ ସବୁ ପଡ଼ିଥାଏ। କେମିତି, ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳମାନେ ମିଛ, ଲାଞ୍ଚ, ପ୍ରତାରଣା, ଦୁର୍ନୀତିର ଆଶ୍ରୟ ନିଅନ୍ତି। ଅର୍ଥବଳ, ବାହୁବଳ, ହିଂସା, ଆଞ୍ଚଳିକତା ପ୍ରଭୃତି ଅସ୍ତ୍ର ବ୍ୟବହାର କରି ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରନ୍ତି। ବୁଝିଲା ନା ନାହିଁ। ମାନେ ବାହୁବଳ ଦେଖାନ୍ତି, ପଇସା ବଳ ଦେଖାନ୍ତି, ହିଂସା, ଏଇସବୁ ଦେଖେଇ କ'ଣ କରନ୍ତି, ଲୋକମାନେ ଜିତିବା ପାଇଁ କ'ଣ କରନ୍ତି, ଚେଷ୍ଟା କରନ୍ତି, ଯାହାଫଳରେ ରାଜନୈତିକ ଦଳର କୁପ୍ରଭାବଟା ଲୋକମାନଙ୍କର ଉପରେ ପଡ଼ିଥାଏ। ବୁଝିଲା ନା ନାହିଁ। ତାପରେ ଆମେ ପଢ଼ିବା ଆଞ୍ଚଳିକତା ବୃଦ୍ଧି। ଗଣତନ୍ତ୍ର ଶାସନରେ ରାଷ୍ଟ୍ରୀୟ ସ୍ୱାର୍ଥ ଅପେକ୍ଷା ସଂକୀର୍ଣ୍ଣ ଆଞ୍ଚଳିକ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଏ। ମାନେ ଏବେ ଗଣତନ୍ତ୍ରରେ କ'ଣ ହୁଏ, ଲୋକମାନେ ନିଜର ଅଞ୍ଚଳକୁ କ'ଣ କରନ୍ତି, ଅଧିକ ଗୁରୁତ୍ୱ ଦେଇଥାନ୍ତି, ନିଜର ଅଞ୍ଚଳକୁ ଉନ୍ନତ କରିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ସମଗ୍ର ଭାରତ କେମିତି ଉନ୍ନତ ହେଇପାରିବ ସେଇ କଥା କେବେ ମଧ୍ୟ ଚିନ୍ତା କରନ୍ତି ନାହିଁ। ଆଞ୍ଚଳିକତା ମନୋଭାବ କ'ଣ ହୁଏ, ଆଉ ପ୍ରତିନିଧିମାନଙ୍କ ଠାରେ ଦେଖାଯାଇଥାଏ। ବୁଝିଲା ନାହିଁ। ତାପରେ ସବୁଠାରୁ ମୁଖ୍ୟ ପଏଣ୍ଟ କ'ଣ, ଦାୟିତ୍ୱହୀନ ଶାସନ। ଗଣତନ୍ତ୍ରର ସମର୍ଥକମାନେ ଏହାକୁ ଦାୟିତ୍ୱବାନ ସରକାର ଭାବେ ପ୍ରଶଂସା କଲାବେଳେ ଏହାର ସମାଲୋଚକମାନେ ଗଣତନ୍ତ୍ରକୁ ଏକ ଦାୟିତ୍ୱହୀନ ସରକାର ଭାବେ ନିନ୍ଦା କରନ୍ତି। ବା ଗଣତନ୍ତ୍ରରେ ଯେତେ ଲୋକ ବା ଯେଉଁ ସରକାର ବି ଜିତେ, ଯେଉଁ ସରକାର ଗଠନ କରେ, ଯେଉଁ ପାର୍ଟି ସରକାର ଗଠନ କରେ, ସେ କ'ଣ କରେ ଜାଣିଛ, ଲୋକମାନଙ୍କର ଜନକଲ୍ୟାଣ ପାଇଁ କାର୍ଯ୍ୟ କରେ ନାହିଁ। ବୁଝିଲା ନା ନାହିଁ। ସେଥିପାଇଁ ଦାୟିତ୍ୱହୀନ ସରକାର କ'ଣ ଲୋକମାନଙ୍କର ସେବା କରିବ। ବୁଝିଲା ନା ନାହିଁ। କିନ୍ତୁ ଲୋକମାନଙ୍କର ଉନ୍ନତି କରିବ, ସମାଜର, ତାପରେ ଡିଷ୍ଟ୍ରିକ୍ଟର, ବ୍ଲକର, ଗୋଟେ ଷ୍ଟେଟ୍ର ସେ କ'ଣ କରିବ, ଉନ୍ନତି କରିବ। ଗୋଟେ ରାଜ୍ୟର, ଗୋଟେ ରାଷ୍ଟ୍ରର ସେ କ'ଣ କରିବ, ଉନ୍ନତି କରିବ। କିନ୍ତୁ ଏମାନେ ଉନ୍ନତି କରିବା ପଛରେ ନଥିବେ, ଏମାନେ ପଇସା ଖାଇବା ପଛରେ, ପଇସା ଏମାନେ କେମିତି କରିବେ ସେଇ ପଛରେ ଏମାନେ ଲାଗିଥିବେ। ବୁଝିଲା ନାହିଁ। ମାନେ ଦାୟିତ୍ୱହୀନ ଶାସନ,
ଆଜି ତୁମେମାନେ ନ୍ୟୁଜ୍ରେ ଦେଖୁଥିବ ଅନେକ ଗରିବ ଲୋକମାନେ ଥିବେ, ସେମାନେ ଚାଉଳ ଖଣ୍ଡେ ପାଉନଥିବେ, ବୁଝିଲା ନା ନାହିଁ। ଅନେକ ଗରିବ ଲୋକମାନେ ଥିବେ, ସେମାନଙ୍କର ଘର ନଥିବ, ବୁଝିଲା କି ନାହିଁ, ଘର ନଥିବ। ଆଉ ଏମିତି ଗରିବ ଲୋକମାନେ ଅଛନ୍ତି, ସେମାନେ ଅନେକ ଥର ଆପ୍ଲାଏ କଲେ ମଧ୍ୟ ପଲ୍ଲୀ ସଭା ଗ୍ରାମ ସଭାରେ କହିବା ସତ୍ତ୍ୱେ ମଧ୍ୟ ସେମାନେ ଗୋଟିଏ ଘର ମଧ୍ୟ ସେମାନେ ପାଉନଥିବେ। ମାନେ ସରକାର ଦାୟିତ୍ୱବାନ ଶାସକ କରୁଛି କି, ସରକାର ଶାସନ କରୁଛି କି, କିଏ ବି ମଧ୍ୟ ନାହିଁ। କିନ୍ତୁ ଯେଉଁ ଲୋକମାନେ ଜିତିଥିବେ ଶାସନର ନେତା ମନ୍ତ୍ରୀମାନଙ୍କର ଘର କ'ଣ କରେ, ସେମାନେ ନିଜର ଘର କେମିତି ବଡ଼ ହେବ, ଆମର ପରିବାର କେମିତି ଭଲ ହେବ, ସେଇ କଥାକୁ ସେମାନେ ଧ୍ୟାନ ଦେବେ। ଲୋକମାନଙ୍କର ଉନ୍ନତି, ଲୋକମାନେ କେମିତି ଘର ପାଇପାରିବେ, ଲୋକମାନେ କେମିତି ଚାଉଳ ପାଇପାରିବେ, ଗ୍ରାମ ରାସ୍ତା କେମିତି ଭଲ ହେଇପାରିବ, ବୁଝିହେଉଛି ନା ନାହିଁ, ଗ୍ରାମ କେମିତି ଉନ୍ନତି ହେବ, ସେ ଉପରେ ସେମାନେ ଏତେ ଧ୍ୟାନ ଦେବେ ନାହିଁ। ସେଥିପାଇଁ ଗଣତନ୍ତ୍ର ଶାସନରେ ଦାୟିତ୍ୱହୀନ ଶାସନ ବୋଲି ଅନେକ ରାଜନୀତି ବିଜ୍ଞାନୀମାନେ କହିଛନ୍ତି, ବୁଝିଲା ନା ନାହିଁ। ତାପରେ ଗଣତନ୍ତ୍ରର ସଫଳ କାର୍ଯ୍ୟକାରିତା ପାଇଁ ଆବଶ୍ୟକୀୟ ଉପାଦାନ, ଏଇଟା ଲଙ୍ଗ କ୍ୱେଶ୍ଚିନ୍ ଆସେରେ ପିଲାମାନେ। ଗଣତନ୍ତ୍ରର ସଫଳ କାର୍ଯ୍ୟକାରିତା ପାଇଁ ଆବଶ୍ୟକ ଉପାଦାନ ଗୁଡ଼ିକୁ ଆଲୋଚନା କର, ଲଙ୍ଗ କ୍ୱେଶ୍ଚିନ୍ ଆସେ ଗୋଟେ ଏଇଟା। ତ ତୁମମାନଙ୍କୁ ମନେ ରଖିବା, ଗଣତନ୍ତ୍ର ଯଦି ସଫଳ କରିବାର ଅଛି ତାହେଲେ କ'ଣ କ'ଣ ଆବଶ୍ୟକତା ରହିଅଛି। ଯଦି ଏତେ ଦୁର୍ଗୁଣ ରହିଛି, ଏତେ ଖରାପ ଶାସନ ବିଷୟ ରହିଛି, ଯଦି ଗଣତନ୍ତ୍ରକୁ ସକ୍ସେସଫୁଲ୍, ବୁଝିଲା ନା ନାହିଁ ପିଲାମାନେ, ଗଣତନ୍ତ୍ରକୁ ଯଦି ସକ୍ସେସଫୁଲ୍ କରିବାର ଅଛି ତାହେଲେ କ'ଣ କରିବା ପାଇଁ ପଡ଼ିବ, କେଉଁ କେଉଁ ବିଷୟର ଆବଶ୍ୟକତା ପଡ଼ିବ, ଆମେ ସର୍ଟକଟ୍ ଭାବରେ ଆମେ ଯିବା। ଲୋକମାନଙ୍କର ଭିତରେ ଗଣତାନ୍ତ୍ରିକ ମନୋବୃତ୍ତି ରହିବା ଦରକାର। ଗଣତନ୍ତ୍ରର ସଫଳତା ପାଇଁ ପ୍ରଥମ ପ୍ରଧାନ ଉପାଦାନ ହେଲା ଗଣତନ୍ତ୍ରର ମୌଳିକ ନୀତି ଉପରେ ଜନସାଧାରଣଙ୍କର ପୂର୍ଣ୍ଣ ଆସ୍ଥା ଓ ଗଭୀର ବିଶ୍ୱାସ ରହିବା ଦରକାର, ବୁଝିଲା ନା ନାହିଁ ପିଲାମାନେ। ଗଣତନ୍ତ୍ରର ଶାସନ ଜନସାଧାରଣଙ୍କର ସହଯୋଗ ସମର୍ଥନ ବିନା ସଫଳ ହୁଏ ନାହିଁ। ମାନେ ଲୋକମାନଙ୍କର ସହଯୋଗ ନିହାତି ଦରକାର, ତେବେ ଯାଇ ଗଣତନ୍ତ୍ର ସଫଳ ହେଇପାରିବ, ନହେଲେ ସଫଳ ହେଇପାରିବ ନାହିଁ, ସଫଳ ହୁଏ ନାହିଁ, ବୁଝିଲା ନାହିଁ। ଗଣତାନ୍ତ୍ରିକ ମନୋବୃତ୍ତି ସମସ୍ତଙ୍କର ଭିତରେ, ପ୍ରତ୍ୟେକ ନାଗରିକମାନଙ୍କର ଭିତରେ ରହିବା ନିହାତି ଆବଶ୍ୟକତା ରହିଅଛି। ତାପରେ ଚିରନ୍ତନ ସତର୍କତା, ସବୁଠାରୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ରେ ମନେ ରଖ। ଗଣତନ୍ତ୍ରର ସଫଳତା ପାଇଁ ଲୋକମାନେ ସଦାସର୍ବଦା ସତର୍କ ରହିବା ଉଚିତ। ଜନସାଧାରଣ ସେମାନଙ୍କର ଅଧିକାର କର୍ତ୍ତବ୍ୟ ସମ୍ପର୍କରେ ସତର୍କ ନ ରହିଲେ ସେଗୁଡ଼ିକ କ୍ଷୁଣ୍ଣ ହୁଏ, ବୁଝିଲା ନା ନାହିଁ। ତ ସଫଳତା ଯଦି ଆମ ଗଣତନ୍ତ୍ର, ଭାରତର ଗଣତନ୍ତ୍ର ବ୍ୟବସ୍ଥାକୁ ଯଦି ଆମେ ସଫଳ କରିବା ପାଇଁ ଯଦି ଆମେ ଚାହିଁବା, ତାହେଲେ ସଦାସର୍ବଦା ଆମମାନେ କ'ଣ ରହିବା ଉଚିତ, ସତର୍କତା ରହିବାର ଉଚିତ। ଆମର ଅଧିକାର, ଆମର କର୍ତ୍ତବ୍ୟକୁ ଆମେ ଜାଣିବା ଦରକାର। ଆମର ମୌଳିକ କର୍ତ୍ତବ୍ୟ ରହିଛି ନା ନାହିଁ, ମୌଳିକ ଅଧିକାର ସବୁ ରହିଛି, ଏଇସବୁ ବିଷୟକୁ ଜାଣି ଆମେ ସତର୍କ ରହିବା ଦରକାର। ଆଉ ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ ଏଇସବୁ ଆମ ସମ୍ବିଧାନକୁ ମାନି ଚଳିବା ଦରକାର, ବୁଝିଲା ନାହିଁ। ତ ଏଇ ପ୍ରଶ୍ନ ଟିକେ ବାରମ୍ବାର ଆସେ, କେଉଁ ପ୍ରଶ୍ନ ନା ଏଇ ପ୍ରଶ୍ନ, ଜନ୍ ଷ୍ଟୁଆର୍ଟ ମିଲ୍ କ'ଣ କହିଛନ୍ତି? ସତତ ଜାଗୃତି ହେଉଛି ସ୍ୱାଧୀନତାର ମୂଲ୍ୟ। ଏଇଟାକୁ ଓଲଟେଇ ବି କ୍ୱେଶ୍ଚିନ୍ ଆସେ, ସତତ ଜାଗୃତି ହେଉଛି ସ୍ୱାଧୀନତାର ମୂଲ୍ୟ ବୋଲି କିଏ କହିଛନ୍ତି? ଜନ୍ ଷ୍ଟୁଆର୍ଟ ମିଲ୍। ମନେ ରଖିଲ ପିଲାମାନେ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ରେ ପ୍ରାୟ 6 ଥର କ୍ୱେଶ୍ଚିନ୍, ଏଇ କ୍ୱେଶ୍ଚିନ୍ଟା 6 ଥର ବୋର୍ଡ଼ ଏକ୍ଜାମ୍ରେ ଆସିଛି। ସତତ ଜାଗୃତି ହେଉଛି ସ୍ୱାଧୀନତାର ମୂଲ୍ୟ ବୋଲି କିଏ କହିଥିଲେ? ଜନ୍ ଷ୍ଟୁଆର୍ଟ ମିଲ୍। ତୁମମାନେ ଟିକେ ମନେ ରଖିଥିବ। ତ ତାପରେ ସବୁଠାରୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି କ'ଣ? ଶିକ୍ଷାର ପ୍ରସାର। କ'ଣରେ ପିଲାମାନେ? ଶିକ୍ଷାର ପ୍ରସାର। ଯଦି ନାଗରିକମାନେ ଯଦି ଶିକ୍ଷିତ ନଥିବେ, ଭୋଟଦାତାମାନେ ଯଦି ଶିକ୍ଷିତ ନଥିବେ, ତାହେଲେ ଗଣତନ୍ତ୍ର କେବେ ମଧ୍ୟ ସଫଳ ହେଇପାରିବ ନାହିଁ, ବୁଝିହେଉଛି ନା ନାହିଁ। ଯଦି ନାଗରିକମାନେ ଯଦି ଶିକ୍ଷିତ ହେବେ, ତାହେଲେ ଗଣତନ୍ତ୍ର ସଫଳ ହେଇପାରିବ। ସେଥିପାଇଁ ଜନ୍ ଷ୍ଟୁଆର୍ଟ ମିଲ୍ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, ସାର୍ବଜନୀନ ସାବାଳକ ଭୋଟ ପ୍ରଥା ପ୍ରଚଳନ କରିବା ପୂର୍ବରୁ ସାର୍ବଜନୀନ ଶିକ୍ଷା ପ୍ରଚଳନ କରିବା ଆବଶ୍ୟକତା। ଏଇ କଥା କିଏ କହିଥିଲେ ବୋଲି ପ୍ରଶ୍ନ ଆସିବ, କିଏ କହିଥିଲେ? ଜନ୍ ଷ୍ଟୁଆର୍ଟ ମିଲ୍। ଯଦି ଗଣତନ୍ତ୍ର ସଫଳ ହେବାର ଅଛି, ତାହେଲେ କ'ଣ ହେବାର ଅଛି? ଦେଶର ପ୍ରତ୍ୟେକ ଭୋଟର ମାନେ, ଭୋଟ ଦେବା ନାଗରିକମାନେ ସମସ୍ତେ କ'ଣ ହେବା ଦରକାର? ଶିକ୍ଷିତ ହେବା ଦରକାର। ଶିକ୍ଷିତ ଲୋକମାନେ ପଇସା ଦ୍ୱାରା ବିକ୍ରି ହେବେ ନାହିଁ, ହେବେ କି? ସେମାନେ ପଇସା ଦ୍ୱାରା ବିକ୍ରି ହେବେ ନାହିଁ। ସେମାନେ କ'ଣ କରିବେ? ଭଲ ବ୍ୟକ୍ତିକୁ,
ଯେଉଁ କ୍ୟାଣ୍ଡିଡେଟ୍ ଭଲ ତାହାକୁ ହିଁ ସେମାନେ କ'ଣ କରିବେ, ଶିକ୍ଷିତ ଲୋକମାନେ ଭୋଟ ଦେବେ, ଯାହାଫଳରେ ଭଲ ଲୋକ ଶାସନରେ ଆସିବ, ଆଉ ସେ ଆମର ସମାଜର ଉନ୍ନତି ପାଇଁ, ଗ୍ରାମର ଉନ୍ନତି ପାଇଁ, ଅଞ୍ଚଳର ଉନ୍ନତି ପାଇଁ ସେ କ'ଣ କରିବ, କାମ କରିବ। ତେଣୁ ଶିକ୍ଷାର ପ୍ରସାର ହେବା ନିହାତି ଆବଶ୍ୟକ, ତେବେ ଯାଇ ଗଣତନ୍ତ୍ର କ'ଣ ହେଇପାରିବ, ସଫଳ ହେଇପାରିବ। ତାପରେ ଆସି ଆର୍ଥିକ ଓ ସାମାଜିକ ନିରାପତ୍ତା। ତ ଗଣତନ୍ତ୍ରର ସଫଳ ରୂପାୟନ ପାଇଁ ଜନସାଧାରଣଙ୍କ ଆର୍ଥିକ ସାମାଜିକ ନିରାପତ୍ତା ରହିବା ଆବଶ୍ୟକ। ଲୋକମାନଙ୍କର ଯେଉଁ ଆର୍ଥିକ ବିଷୟ ରହିଛି, ସାମାଜିକ ବିଷୟ ରହିଛି, ସବୁକୁ କ'ଣ କରିବା ଦରକାର, ସୁରକ୍ଷା ଦେବା ନିହାତି ଆବଶ୍ୟକ, ତେବେ ଯାଇ ଗଣତନ୍ତ୍ର ସଫଳ ହେଇପାରିବ। ବୁଝିଲା ନାହିଁ? ତାପରେ ସଜାଗ ଗଠନମୂଳକ ଜନମତ। ଗଣତନ୍ତ୍ର ସଫଳତା ସଜାଗ ଗଠନମୂଳକ ଜନମତ ଉପରେ ନିର୍ଭର କରେ। ଯଦି ଆମେ ଆମ ଏକତ୍ରିତ ଯଦି ହେଇନଥିବା, ବୁଝିଲା ନା ନାଇଁ ପିଲାମାନେ, ଯଦି ଆମେ ସଜାଗ ନଥିବା, ଆମେ ଯଦି ଏକତ୍ରିତ ହେଇନଥିବା, ତାହେଲେ କେବେ ମଧ୍ୟ ଗଣତନ୍ତ୍ର ସଫଳ ହେଇପାରିବ ନାହିଁ। ତାପରେ ଆସୁଛି ସୁସଂଗଠିତ ଦଳୀୟ ବ୍ୟବସ୍ଥା। ସବୁଠାରୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ଏଇଟା ବି ମନେ ରଖ, ସୁସଂଗଠିତ ଦଳୀୟ ବ୍ୟବସ୍ଥା। ସୁସଂଗଠିତ ଦଳୀୟ ବ୍ୟବସ୍ଥା ନିହାତି ରହିବା ଦରକାର। ମାନେ ଦୁଇଟା ଦଳ ରହିବା ଦରକାର, ବୁଝ। ସୁସଂଗଠିତ ଦଳୀୟ ବ୍ୟବସ୍ଥା ମାନେ କ'ଣ, ଗୋଟିଏ ଦଳ ଯଦି ଶାସନ କରୁଥିବ, ତାପରେ ଆଉ ଗୋଟିଏ ଦଳ କ'ଣ କରୁଥିବା ଦରକାର, ବିରୋଧ କରୁଥିବା ଦରକାର, ତେବେ ଯାଇ କ'ଣ ହେବ, ଶାସନ ବ୍ୟବସ୍ଥା ଭଲ ହେବ। ଦୁଇଟା ରାଜନୈତିକ ଦଳ ରହିବା ଦରକାର। ଗୋଟିଏ ଦଳ ଯଦି କ'ଣ ଶାସନ କରୁଥିବ, ଆଉ ଗୋଟିଏ ଦଳ ତାକୁ କ'ଣ କରୁଥିବ, ବିରୋଧ କରୁଥିବ, ତେବେ ଯାଇ କ'ଣ ହେବ, ଗଣତନ୍ତ୍ର ସଫଳ ହେଇପାରିବ। ତାପରେ ଦାୟିତ୍ୱବାନ କ'ଣ ରହିବା ଦରକାର, ଗୋଟେ ବିରୋଧୀ ଦଳ ରହିବା ଦରକାର। ଦାୟିତ୍ୱବାନ ବିରୋଧୀ ଦଳ ରହିଲେ କ'ଣ ହେବ, ସେ ବିରୋଧ କରିବ, ଯାହାଫଳରେ ଯେଉଁ ରାଜନୈତିକ ଦଳ ସରକାର ଗଠନ କରିଥିବ, ସେ ତାର କାମକୁ ଠିକ୍ ଭାବରେ ସେ ତୁଳାଇବ। ବୁଝିଲା ନା ରେ ପିଲାମାନେ? ଆଉ ଏଇସବୁ ପଏଣ୍ଟସର ଆଉ କିଛି ଆବଶ୍ୟକତା ନାହିଁ। ବୁଝି ହେଉଛି ନା ନାଇଁ ରେ ପିଲାମାନେ ସମସ୍ତେ ବୁଝିପାରୁଛ ତରେ? ବହୁତ ଲେଟ୍ ହେଇଯାଉଛି, ଅଳ୍ପ ସମୟ ଭିତରେ ଆଉ ଗୋଟେ 5 ମିନିଟ୍ ଭିଡ଼ିଓକୁ ସାରିଦେବା। ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଆହ୍ୱାନମାନ। ଭାରତରେ ଏମିତି କେଉଁ ବିଷୟ ରହିଛି ଯେଉଁ ବିଷୟ ଫଳରେ ଭାରତରେ ଗଣତନ୍ତ୍ର ସମ୍ପୂର୍ଣ୍ଣ ରୂପେ ଆଉ ସଫଳ ହେଇପାରୁନାହିଁ? ବର୍ତ୍ତମାନ 80% କ'ଣ ହେଉଛି, ଗଣତନ୍ତ୍ର ଭାରତରେ ସଫଳ ହେଇପାରୁଛି। କାହିଁକି 100% ଭାରତରେ ଗଣତନ୍ତ୍ର ସଫଳ ହେଇପାରୁନାହିଁ? କେଉଁ କେଉଁ ବିଷୟ ଗଣତନ୍ତ୍ର ସଫଳ ହେବାରେ ବାଧା ସୃଷ୍ଟି କରୁଛି, ସେହି ବିଷୟକୁ ଆମେ ଆଲୋଚନା କରିବା। କେଉଁ କେଉଁ ବିଷୟ ଗଣତନ୍ତ୍ର ସଫଳ ହେବାରେ ପ୍ରତିବନ୍ଧକ ବାଧା ସୃଷ୍ଟି କରୁଛି, 5ଟି ବିଷୟ ମୁଁ କହିବି। ଭିଡ଼ିଓକୁ ଶେଷ ଯାଏ ନିଶ୍ଚୟ ଦେଖରେ ପିଲାମାନେ, ବୋରିଂ ହେଲେ ହେବ ନାହିଁ। ଭିଡ଼ିଓକୁ ଦେଖ, ଆଗରେ କନସେପ୍ଟ ବୁଝ, ମୁଁ ସ୍ପିଡ଼ କ'ଣ କରିବି ଆଉ ଶୀଘ୍ର ସାରିବା ପାଇଁ ଚେଷ୍ଟା କରିବି। ତ ପିଲାମାନେ ତମେ ସମସ୍ତେ ଜାଣିଛ, ଭାରତ ପୃଥିବୀର ଏକ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର। ତ ପ୍ରଥମ ପ୍ରତିବନ୍ଧକ କ'ଣ ରହୁଛି, ଅସମତା। ପ୍ରଥମ ପ୍ରତିବନ୍ଧକ ଆମର କ'ଣ, ଅସମତା। ଆମ ଭାରତ ବର୍ଷରେ ଯଦି ଅସମତା ରହିବ, ଅସମାନତା ଯଦି ରହିବ, ସାମାଜିକ ସ୍ତରରେ, ଆର୍ଥିକ ସ୍ତରରେ, ଲିଙ୍ଗୀୟ ସ୍ତରରେ ଯଦି ଅସମାନତା ଯଦି ରହିବ, ତାହେଲେ କେବେ ମଧ୍ୟ କ'ଣ ହେଇପାରିବ ନାହିଁ ରେ ପିଲାମାନେ, ଗଣତନ୍ତ୍ର ସଫଳତା ହେଇପାରିବ ନାହିଁ। ଏହି ବିଷୟକୁ ମୁଁ ଅଧିକ ଆଲୋଚନା କରିବା ପାଇଁ ଚାହୁଁନାହିଁ। ଅସମାନତା ମାନେ ତୁମମାନେ ବୁଝିପାରୁଥିବ। ଅସମାନତା ମାନେ କ'ଣ, ଭେଦଭାବ ନ ରହିବାର ଅଛି, ଧନୀ ଦରିଦ୍ର ମଧ୍ୟରେ ଉଚ୍ଚ ନିଚ ଭାବ ନ ରହିବାର ଅଛି, ତାପରେ ଧର୍ମ ମଧ୍ୟରେ ମଧ୍ୟ ଅସମାନତା ନ ରହିବାର ଅଛି। ତ ସମାନତା ରହିଲେ କ'ଣ ହେବ, ଗଣତନ୍ତ୍ର ସଫଳ ହେବ। ଅସମାନତା ଯଦି ରହିବ, ତାହେଲେ ଗଣତନ୍ତ୍ର ବିଫଳ ହେବ। ଏହି କଥାକୁ ତୁମମାନେ ମନେ ରଖିଥିବ। ତ 1 ନମ୍ବର ପଏଣ୍ଟ ତୁମେ ମନେ ରଖ, ଅସମାନତା। ତାପରେ ଆମେ ଦେଖିବା 2 ନମ୍ବର ପଏଣ୍ଟ, ନିରକ୍ଷରତା। ସବୁଠାରୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ମନେ ରଖରେ ପିଲାମାନେ, ସବୁଠାରୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି ନିରକ୍ଷରତା। ତ ଭାରତରେ ଯଦି ନିରକ୍ଷରତା ରହିବ, ଭାରତର ଲୋକମାନେ ଯଦି ଅଶିକ୍ଷିତ ଥିବେ, ତାହେଲେ କେବେ ମଧ୍ୟ ଗଣତନ୍ତ୍ର ସଫଳ ହେଇପାରିବ ନାହିଁ। ଯେତେବେଳେ ଭାରତର ସମସ୍ତ ନାଗରିକମାନେ, ଯେଉଁ ଲୋକମାନେ ଭୋଟ ଦେବେ, ସେମାନେ ଯଦି ଶିକ୍ଷିତ ହେବେ, ତାହେଲେ ସେମାନେ କ'ଣ କରିବେ,
ଭଲ ଲୋକଙ୍କୁ ବାଛିବେ ଆଉ ଭଲ ଲୋକଙ୍କୁ ଭୋଟ ଦେଇ କ'ଣ କରିବେ ସରକାର ଗଠନ କରିବେ। କିନ୍ତୁ ଯଦି ଯେଉଁ ଲୋକ ଭାରତର ନାଗରିକମାନେ ଯଦି ଅଶିକ୍ଷିତ ଥିବେ ତାହେଲେ ନେତା ମନ୍ତ୍ରୀମାନେ କ'ଣ କରିବେ, ପଇସା ଦେଇ ଭୋଟ କିଣିବେ ଆଉ ସେମାନେ ଜିତିଯିବେ। ଭାରତର ଶାସନ ବ୍ୟବସ୍ଥା କ'ଣ ହେବ, ଆଉ ଅତ୍ୟାଚାର କରପ୍ସନରେ ହିଁ ଚାଲିଯିବ। ତ ଶିକ୍ଷିତ ହେବା ନିହାତି ଦରକାର। ସେଥିପାଇଁ ଭେରି ଇମ୍ପୋର୍ଟାଣ୍ଟ ପରୀକ୍ଷା ପାଇଁ ଜନ୍ ଷ୍ଟୁଆର୍ଟ ମିଲ୍ ଗୋଟେ କଥା କହିଛନ୍ତି, ସାର୍ବଜନୀନ ସାବାଳକ ଭୋଟ ପ୍ରଥା ପ୍ରଚଳନ କରିବା ପୂର୍ବରୁ ସାର୍ବଜନୀନ ଶିକ୍ଷା ପ୍ରଚଳନ କରାଯିବା ଆବଶ୍ୟକ। ଲୋକମାନେ ଯଦି ଶିକ୍ଷିତ ହେବେ ନାହିଁ ତାହେଲେ କିଛି ଲାଭ ନାହିଁ। ଗଣତନ୍ତ୍ର କେବେ ମଧ୍ୟ ସଫଳ ହୋଇପାରିବ ନାହିଁ। ତ ଗଣତନ୍ତ୍ର ଯଦି ସଫଳ ହେବାର ଅଛି ତାହେଲେ ମୁଖ୍ୟ କାରଣ କ'ଣ, ଲୋକମାନେ ଶିକ୍ଷିତ ହେବା ନିହାତି ଆବଶ୍ୟକ। ଲୋକମାନେ ଶିକ୍ଷିତ ହୋଇଗଲେ ଗଣତନ୍ତ୍ର ଆପେ ଆପେ କ'ଣ ହୋଇଯିବ, ସଫଳ ହୋଇଯିବ। ଲୋକମାନେ ଶିକ୍ଷିତ ଲୋକମାନେ କ'ଣ କରିବେ, ଭଲ ଲୋକକୁ ଭଲ କ୍ୟାଣ୍ଡିଡେଟ୍କୁ ଦେଖିକି ସେମାନେ କ'ଣ କରିବେ, ଭୋଟ ଦେବେ। ସେମାନେ ଆଉ ପଇସା ଦ୍ୱାରା ବିକ୍ରି ହେବେ ନାହିଁ। ତ ପିଲାମାନେ ବୁଝି ହେଉଛି ରେ। ଦ୍ୱିତୀୟ କାରଣ ହେଉଛି କ'ଣ, ନିରକ୍ଷରତା। ନିରକ୍ଷରତା ଥିଲେ କେବେ ମଧ୍ୟ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ତାପରେ ଆମର ଆସୁଛି କ'ଣ, 3 ନମ୍ବର ପଏଣ୍ଟ, ଆଞ୍ଚଳିକତା। ଆଞ୍ଚଳିକତା ମାନେ କ'ଣ, ତମାନଙ୍କୁ ମୁଁ କହିଛି, ଆଗରୁ ମଧ୍ୟ କହିଛି ନା ନାହିଁ, ଅନ୍ୟ ଅଞ୍ଚଳକୁ କ'ଣ କରବାଟା, ଅନ୍ୟ ଅଞ୍ଚଳକୁ ଘୃଣା କରବାଟା। ଅନ୍ୟ ଅଞ୍ଚଳକୁ ଘୃଣା, ବିଦ୍ୱେଷ, ଶତ୍ରୁ ମନୋଭାବ ପୋଷଣକୁ ଆଞ୍ଚଳିକତାବାଦ କୁହାଯାଏ। ନିଜର ଅଞ୍ଚଳ ଭଲ, ଅନ୍ୟ ଅଞ୍ଚଳ ଭଲ ନାହିଁ, ଅନ୍ୟ ଅଞ୍ଚଳର ଲୋକମାନେ ଭଲ ନାହିଁ, ଆଉ ଅନ୍ୟ ଅଞ୍ଚଳର ଲୋକମାନଙ୍କୁ ଯଦି ଆମେ ଶତ୍ରୁ ବୋଲି ଆମେ ଭାବିବା ତାହେଲେ ଆଞ୍ଚଳିକତା ମନୋଭାବ ଯଦି ଆମ ମନ ମଧ୍ୟରେ ଯଦି ରହିବ, ଆମ ଭିତରେ ଯଦି ଆଞ୍ଚଳିକତା ମନୋଭାବ ରହିବ ତାହେଲେ କେବେ ମଧ୍ୟ ଗଣତନ୍ତ୍ର ସଫଳତା ହୋଇପାରିବ ନାହିଁ। ତ ଗଣତନ୍ତ୍ର ଯଦି ସଫଳ ହେବାର ଅଛି ତାହେଲେ ଆମେ ସମସ୍ତ ଅଞ୍ଚଳର ଲୋକମାନଙ୍କୁ କ'ଣ କରିବା ଦରକାର, ଆମର ନିଜର ଅଞ୍ଚଳକୁ ଯେତିକି ଆମେ ଭଲ ପାଉଛୁ ଆମେ ଅନ୍ୟ ଅଞ୍ଚଳକୁ ମଧ୍ୟ ଆମେ କ'ଣ କରିବା ଦରକାର, ସେତିକି ହିଁ ଭଲ ପାଇବା ଦରକାର। ତାହେଲେ କ'ଣ ହେବ, ଗଣତନ୍ତ୍ର ସଫଳ ହେବ। 4 ନମ୍ବର ପଏଣ୍ଟ ଆମେ ଦେଖିବା, ନକ୍ସଲ ସମସ୍ୟା। ପିଲାମାନେ ନକ୍ସଲ ସମସ୍ୟା ଯଦି ରହିବ ଭାରତରେ କେବେ ମଧ୍ୟ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ତ ଏହି କୋଶ୍ଚିନ୍କୁ ତୁମେ ସବୁବେଳେ ମନେ ରଖିଥାଅ, ପରୀକ୍ଷା ପାଇଁ ଭେରି ଇମ୍ପୋର୍ଟାଣ୍ଟ। ବନ୍ଧୁକ ମୁନରୁ ରାଜନୈତିକ କ୍ଷମତା ଜନ୍ମେ ବୋଲି କିଏ କହିଥିଲେ? ମାଓ ସେ ତୁଙ୍ଗ। କିଏ କହିଥିଲେ? ମାଓ ସେ ତୁଙ୍ଗ କହିଥିଲେ। ଏହି କୋଶ୍ଚିନ୍କୁ ତୁମେ ସବୁବେଳେ ମନେ ରଖିଥିବ। ତ ଏହି ନକ୍ସଲ ସମସ୍ୟା କେଉଁ ଆନ୍ଦୋଳନ ହିସାବରେ? କୃଷକ ଆନ୍ଦୋଳନ ହିସାବରେ ପଶ୍ଚିମବଙ୍ଗର ନକ୍ସଲବାଡ଼ିଠାରେ, ମନେ ରଖ, ପଶ୍ଚିମବଙ୍ଗର ନକ୍ସଲବାଡ଼ିଠାରେ 1967 ମସିହାରେ ଜନ୍ମ ନେଇଥିଲା। ଏହି କୋଶ୍ଚିନ୍କୁ ତୁମେ ମନେ ରଖିଥିବ। କେଉଁଠି ହେଇଥିଲା? କୃଷକ ଆନ୍ଦୋଳନ ହିସାବରେ ପଶ୍ଚିମବଙ୍ଗର ନକ୍ସଲବାଡ଼ିଠାରେ 1967 ମସିହାରେ ଜନ୍ମ ହୋଇଥିଲା। ଏହାକୁ କିଏ ଆରମ୍ଭ କରିଥିଲେ? ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। କିଏ ଆରମ୍ଭ କରିଥିଲେ ପିଲାମାନେ ଏହି ନକ୍ସଲ ଆନ୍ଦୋଳନ? ଚାରୁ ମଜୁମଦାର। କିଏ ରେ ପିଲାମାନେ? ଚାରୁ ମଜୁମଦାର। ମନେ ରଖ, କିଏ ଆରମ୍ଭ କରିଥିଲେ? ଚାରୁ ମଜୁମଦାର। ଚାରୁ ମଜୁମଦାର କ'ଣ କରିଥିଲେ? ନକ୍ସଲ ଆନ୍ଦୋଳନ ଆରମ୍ଭ କରିଥିଲେ। ସବୁଠାରୁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ଚାରୁ ମଜୁମଦାର। ତ ନକ୍ସଲ ମାନେ ଆମ ଓଡ଼ିଶାରେ ମଧ୍ୟ ଅଛନ୍ତି, ଜାଣିଛ ନା ନାହିଁ? ଓଡ଼ିଶାରେ ମଧ୍ୟ ନକ୍ସଲ କାର୍ଯ୍ୟକଳାପ ଦେଖାଯାଉଛି। ତ ଏଇ ଜାଗାରେ ତୁମମାନେ ଦେଖିପାରୁଥିବେ, ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଏହି ସବୁ ଜାଗାରେ କ'ଣ ଦେଖାଯାଉଛି? ନକ୍ସଲ କାର୍ଯ୍ୟକଳାପ ଦେଖାଯାଉଛି। ତ ଓଡ଼ିଶା, ଛତିଶଗଡ଼ ସବୁ ଜାଗାରେ ଯଦି ନକ୍ସଲ ମାନେ ଯଦି ରହିବେ ତାହେଲେ କେବେ ମଧ୍ୟ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ନକ୍ସଲମାନଙ୍କର କାମ କ'ଣ ଜାଣିଛ? ଲୋକମାନଙ୍କୁ ଧମକ ଦେବେ, ଡରାଇବେ, ଭୟଭୀତ କରାଇବେ, ସେମାନେ ହେଲେ ନକ୍ସଲମାନେ। ବୁଝି ହେଉଛି ନା ନାହିଁ? ତ ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଏମିତି ଅନେକ ରାଷ୍ଟ୍ର କ'ଣ ନକ୍ସଲ ମାନେ ଅଛନ୍ତି। ତ ପରୀକ୍ଷାରେ ଏହି କୋଶ୍ଚିନ୍ଟା ତୁମମାନଙ୍କୁ ପଚାରେ। କେଉଁ କୋଶ୍ଚିନ୍ଟା? ଓଡ଼ିଶାର ପ୍ରାୟ କେତୋଟି ଜିଲ୍ଲାରେ ନକ୍ସଲ ମାନେ ଅଛନ୍ତି? ନକ୍ସଲ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। କେତୋଟି ଜିଲ୍ଲା? 14ଟି ଜିଲ୍ଲାରେ କ'ଣ ହେଇଛି? ଓଡ଼ିଶାରେ ନକ୍ସଲ ମାନେ ଅଛନ୍ତି। ଆଉ ଗୋଟେ ଭିଡ଼ିଓରେ କେବେ ଯଦି ହେଉଛି, ସମୟ ହେଉଛି, ତାହେଲେ ଆମେ ଆଲୋଚନା କରିବା। କାହିଁକି ସମୟ ଅଧିକ ହୋଇଯାଉଛି, ଆମେ ଶୀଘ୍ର ସାରିବା ପାଇଁ ଆମେ କ'ଣ କରିବା, ଚେଷ୍ଟା କରିବା। ପିଲାମାନେ ସମସ୍ତେ ବୁଝି ହେଉଛି ତେରେ? ହଁ। ତାପରେ ଲିଙ୍ଗଗତ
ଅସମାନତା ଯଦି ଆମ ଭିତରେ ଯଦି ଲିଙ୍ଗୀୟ ଭେଦଭାବ ଯଦି ରହିବ, ପୁରୁଷ ମହିଳା ମଧ୍ୟରେ ଯଦି ଭେଦଭାବ ରହିବ, ତାହେଲେ କେବେ ମଧ୍ୟ କ'ଣ ହେଇପାରିବ ନାହିଁ, ଗଣତନ୍ତ୍ର ସଫଳ ହେଇପାରିବ ନାହିଁ। ଚାକିରି କ୍ଷେତ୍ରରେ ହେଉ କିମ୍ବା ଭୋଟ ଦେବା କ୍ଷେତ୍ରରେ ନାହିଁ, ସେ ପୁରୁଷ ଲୋକ ସେ ହିଁ ଭୋଟ ଦେଉ, ସେ ନାରୀ ଲୋକ ସେ ମହିଳା ଲୋକ ସେ ଭୋଟ ନ ଦେଉ। ଏମିତି ଯଦି ଆମ ଭିତରେ ଯଦି ଅସମାନତା ରହିବ, ପୁରୁଷ ଲୋକମାନେ କେବଳ ଚାକିରି କରିପାରିବେ, ସ୍ତ୍ରୀ ଲୋକମାନେ କେବେ ମଧ୍ୟ ବା ମହିଳା ଲୋକମାନେ କେବେ ମଧ୍ୟ ଚାକିରି କରିପାରିବେ ନାହିଁ। ଏମିତି ଯଦି ଆମର ଲିଙ୍ଗକୁ ନେଇ ଯଦି ଭେଦଭାବ ରହିବ, ତାହେଲେ ଗଣତନ୍ତ୍ର କେବେ ମଧ୍ୟ ସଫଳ ହେଇପାରିବ ନାହିଁ। ଆମେ ପୁରୁଷ ମହିଳା ଆମେ ସମସ୍ତେ ସମାନତା ନୀତିରେ ରହିବା ଦରକାର। ଆମର ଲିଙ୍ଗୀୟ ଭେଦଭାବ କୌଣସି କ୍ଷେତ୍ରରେ ନ ଦେଖାଯିବା ଦରକାର। ତେବେ ହେଲେ ଯାଇ କ'ଣ ହେବ, ଭାରତରେ ଗଣତନ୍ତ୍ର ସଫଳ ହେଇପାରିବ। ପିଲାମାନେ ବୁଝି ହେଉଛି ତରେ ପିଲାମାନେ? ତାପରେ ତୁମମାନଙ୍କୁ ଆଉ ଥରେ ମୁଁ ରିଭିଜନ୍ କରିଦେବା ପାଇଁ ଚାହେଁ। ବର୍ତ୍ତମାନ ଆମେ କ'ଣ ପଢ଼ିଲୁ? ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଆହ୍ୱାନମାନ। କେତେଟା ପଏଣ୍ଟ ଆମେ ଦେଖିଲୁ? 5ଟି ପଏଣ୍ଟ। କ'ଣ? ଅସମାନତା ଯଦି ରହିବ, ତାହେଲେ କେବେ ମଧ୍ୟ ଭାରତରେ ଗଣତନ୍ତ୍ର ସଫଳ ହେଇପାରିବ ନାହିଁ। ନିରକ୍ଷରତାର ଯଦି ରହିବ, ଲୋକମାନେ ଯଦି ଅଶିକ୍ଷିତ ରହିବେ, କେବେ ମଧ୍ୟ ଗଣତନ୍ତ୍ର ସଫଳ ହେଇପାରିବ ନାହିଁ। ଯଦି ଆଞ୍ଚଳିକତା ମନୋଭାବ ଯଦି ଆମ ଭିତରେ ରହିବ, ଗଣତନ୍ତ୍ର ସଫଳ ହେଇପାରିବ ନାହିଁ। ଯଦି ଲିଙ୍ଗୀୟ ଭେଦଭାବ ଯଦି ରହିବ, ତାହେଲେ କେବେ ମଧ୍ୟ ଗଣତନ୍ତ୍ର ସଫଳ ହେଇପାରିବ ନାହିଁ। ଯଦି ନକ୍ସଲ ସମସ୍ୟା ଯଦି ରହିବ ଭାରତରେ, କେବେ ମଧ୍ୟ ଭାରତରେ ଗଣତନ୍ତ୍ର ସମ୍ପୂର୍ଣ୍ଣ ରୂପେ ସଫଳ ହେଇପାରିବ ନାହିଁ। ତ ଏହି 5ଟି ବିଷୟ କ'ଣ କରୁଛି, ଆମର ଭାରତର ଗଣତନ୍ତ୍ରକୁ ସଫଳ ହେବାରେ ବାଧା ସୃଷ୍ଟି କରୁଛି। ପିଲାମାନେ ସମସ୍ତେ ବୁଝି ସାରିଥିବ, ବୁଝି ହେଉଛି ତରେ ପିଲାମାନେ? ଆଉ ଟିକେ ଆମେ ଆଲୋଚନା କରିଦେବା ଲାଷ୍ଟ। ଗଣତନ୍ତ୍ର ଏକ ଜନପ୍ରିୟ ଶାସନ ବ୍ୟବସ୍ଥା। ଗଣତନ୍ତ୍ର ଜନ୍ମ ଗ୍ରୀକ୍ ଦେଶରେ ହେଇଛି, ମନେ ରଖିଥିବ। ଆଉ 2ଟା ଶବ୍ଦ କ'ଣ? ଡିମୋସ୍ ଆଉ କ୍ରାଟୋସକୁ ନେଇ ଗଣତନ୍ତ୍ର ହେଇଛି। ଡିମୋସ୍ ଆଉ କ୍ରାଟୋସ୍ ମିଶିକି କ'ଣ ହେଇଛି? ଡେମୋକ୍ରାସି ହେଇଛି। ଗଣତନ୍ତ୍ରର ଅର୍ଥ କ'ଣ? ଲୋକ ଶାସନ, ଗଣ ଶାସନ। ଏଇ ଜାଗାରେ ଲୋକମାନେ ନିଜେ ନିଜକୁ କ'ଣ କରୁଛନ୍ତି? ଶାସନ କରୁଛନ୍ତି। ସବୁବେଳେ ଏଇ 2ଟା କଥାକୁ ତୁମମାନେ ମନେ ରଖିଥିବ। ଆଉ ଗଣତନ୍ତ୍ର କେତେ ପ୍ରକାର? ଗଣତନ୍ତ୍ର 2 ପ୍ରକାର। ଗୋଟିଏ ପ୍ରତ୍ୟକ୍ଷ ଗଣତନ୍ତ୍ର, ଆଉ ଗୋଟିଏ ପରୋକ୍ଷ ଗଣତନ୍ତ୍ର। ପିଲାମାନେ ବୁଝି ହେଉଛି ରେ ସମସ୍ତେ? ଠିକ୍ ଅଛି। ତ ଆଉ ନେକ୍ସଟ କ୍ଲାସ୍ ଯଦି ବି ବୁଝି ହେଉନାହିଁ, ତାହେଲେ କମେଣ୍ଟରେ କମେଣ୍ଟ କର, ସାର୍ ଏଇଟା ବୁଝି ହେଉନାହିଁ। ତାପରେ ଆଉ ନେକ୍ସଟ କ୍ଲାସ୍ରେ ତୁମମାନଙ୍କୁ କ'ଣ କରାଯିବ? ବୁଝାଇବା ପାଇଁ ମୁଁ ଚେଷ୍ଟା କରିବି। ତ କେତୋଟି କୋଶ୍ଚିନ୍ ମୁଁ ଏତେ ସମୟ ଧରି ତୁମମାନଙ୍କୁ ପଢ଼େଇଛି, ଆଉ ତୁମେ ନିଜେ ଆନ୍ସର୍ କରିପାରୁଛ ନା ନାହିଁ, ଟିକେ ଆମେ ଆଲୋଚନା କରିବା। ତ କ ନମ୍ବର କୋଶ୍ଚିନ୍ କ'ଣ ବୋଲି ପଚାରିଛି? କ ନମ୍ବର କୋଶ୍ଚିନ୍ ଟିକେ ଦେଖ କ'ଣ ବୋଲି ପଚାରିଛି। ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ। ଏଇ ଉକ୍ତିଟି କାହାର? ଏଇ କଥା କିଏ କହିଥିଲେ? ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ, ଅଫ୍ ଦ ପିପୁଲ୍, ବାଇ ଦ ପିପୁଲ୍, ଫର୍ ଦ ପିପୁଲ୍ ବୋଲି କିଏ କହିଥିଲେ? ଅବ୍ରାହାମ ଲିଙ୍କନ୍। କିଏ କହିଥିଲେ ରେ ପିଲାମାନେ? ଅବ୍ରାହାମ ଲିଙ୍କନ୍ ଏଇ କଥା କହିଥିଲେ। ଏଇ କଥାକୁ ତୁମେ ମନେ ରଖିଥିବ। ତାପରେ ବର୍ତ୍ତମାନ ପୃଥିବୀରେ କେଉଁ ଦେଶରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ? ହେଇଯିବ, ଦେଖିବା ସାଙ୍ଗେ ସାଙ୍ଗେ ହେଇଯିବ। କ'ଣ? ସୁଇଜରଲ୍ୟାଣ୍ଡରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ବର୍ତ୍ତମାନ ହେଇଯାଉଛି। ଦେଖ, ମୁଁ ପଢ଼େଇବା ସାଙ୍ଗେ ସାଙ୍ଗେ କ'ଣ ତୁମେ କୋଶ୍ଚିନ୍ ଦେଖୁ ଦେଖୁ କ'ଣ ହେଉଛି, ଆନ୍ସର୍ଟା ବାହାରି ପଡ଼ୁଛି। ତାପରେ ଗ ନମ୍ବର କୋଶ୍ଚିନ୍ କ'ଣ ବୋଲି ପଚାରିଛି? ପ୍ରତ୍ୟକ୍ଷ ଗଣତନ୍ତ୍ରର ଅନ୍ୟ ନାମ କ'ଣ? ଆମେ ପଢ଼ିଛୁ ନା ନାହିଁ? ପ୍ରତ୍ୟକ୍ଷ ଗଣତନ୍ତ୍ରର ଅନ୍ୟ ନାମ ଶୁଦ୍ଧ ଗଣତନ୍ତ୍ର। ଶୁଦ୍ଧ ଗଣତନ୍ତ୍ର ବା ବିଶୁଦ୍ଧ ଗଣତନ୍ତ୍ର ବୋଲି କୁହାଯାଏ। ଆମେ ସମସ୍ତେ ପଢ଼ିଛେ। ତାପରେ ପଚାରିଛି ପରୋକ୍ଷ ଗଣତନ୍ତ୍ରକୁ ଅନ୍ୟ ନାମରେ କ'ଣ ବୋଲି କୁହାଯାଏ? ଅନ୍ୟ ନାମ କ'ଣ ପରୋକ୍ଷ ଗଣତନ୍ତ୍ରର? ଦେଖିବା ସାଙ୍ଗେ ସାଙ୍ଗେ ହେଇଯାଉଛି ନା ନାହିଁ? ପରୋକ୍ଷ ଗଣତନ୍ତ୍ରର ଅଲଗା ନାଁ ହେଉଛି ଆମର କ'ଣ? ପ୍ରତିନିଧିମୂଳକ ଗଣତନ୍ତ୍ର। 1 ନମ୍ବର କୋଶ୍ଚିନ୍ ତୁମମାନଙ୍କୁ ଦେଉଛି। ଏଇ କୋଶ୍ଚିନ୍ କ'ଣ କରିବ? ଆଉ ନିଜେ କମେଣ୍ଟରେ ତୁମେ ପଚାରିବ, ମାନେ ଆନ୍ସର୍ଟା ତୁମେ ଲେଖିବ, କେଉଁ ଆନ୍ସର୍ଟା ହେବ 1 ନମ୍ବର କୋଶ୍ଚିନ୍ର। ତାପରେ 6 ନମ୍ବର କୋଶ୍ଚିନ୍। 6 ନମ୍ବର କୋଶ୍ଚିନ୍ ନିମ୍ନୋକ୍ତ ମଧ୍ୟରୁ କିଏ
ନକ୍ସଲ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ? କିଏ ନକ୍ସଲ ଆନ୍ଦୋଳନ ଆରମ୍ଭ କରିଥିଲେ? ଆମମାନେ ସମସ୍ତେ ଜାଣିଛୁ କିଏ? ଚାରୁ ମଜୁମଦାର। ଚାରୁ ମଜୁମଦାର। ମୁଁ ବାରମ୍ବାର ପିଲାମାନେ ତୁମମାନଙ୍କୁ କହିଥିଲି କି ନାହିଁ, ଚାରୁ ମଜୁମଦାର କ'ଣ କରିଥିଲେ? ନକ୍ସଲ ଆନ୍ଦୋଳନ ଆରମ୍ଭ କରିଥିଲେ। କେଉଁଠି? ପଶ୍ଚିମବଙ୍ଗରେ ନକ୍ସଲବାଡ଼ି ଠାରେ ଆରମ୍ଭ କରିଥିଲେ ଚାରୁ ମଜୁମଦାର। ତ ଠିକ୍ ଅଛି ପିଲାମାନେ, ବହୁତ ସମୟ ଲେଟ୍ ହେଇଗଲାର ପିଲାମାନେ। ଆଉ ଯେଉଁମାନେ ବି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହଁ ସମସ୍ତଙ୍କୁ ଅନୁରୋଧ କରୁଛି ପିଲାମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଆଉ ତୁମର ସାଙ୍ଗସାଥିମାନଙ୍କୁ ମଧ୍ୟ ସେୟାର କର। ପ୍ରତିଦିନ +2 ସେକେଣ୍ଡ ଇୟର ଯେତେ ବି ପାଠ ରହିଛି, ପଲିଟିକାଲ ସାଇନ୍ସ, ହିଷ୍ଟ୍ରି, ତାପରେ ଆମର ଇକୋନୋମିକ୍ସ, ଯାହା ବି ଇଂଲିଶ, ଯାହା ଯେଉଁ ସବଜେକ୍ଟ, ସବୁ ସବଜେକ୍ଟର କ'ଣ ହେବ? କ୍ଲାସ୍ ହେବ ଏଇ ଜାଗାରେ। ତ ତୁମମାନଙ୍କୁ ଯେମିତି ହେଲେ ମଧ୍ୟ ସକ୍ସେସ୍, ତୁମ ଲାଇଫକୁ ମୁଁ ଯେମିତି ହେଲେ ମଧ୍ୟ ମୁଁ ଚେଷ୍ଟା କରିଛି, ତୁମ ଲାଇଫକୁ ମୁଁ ସକ୍ସେସ୍ କରିବା ପାଇଁ ବହୁତ ଚେଷ୍ଟା କରୁଛି। ତୁମମାନେ କ'ଣ କର? ଭିଡ଼ିଓକୁ ସବୁବେଳେ ଶେଷ ପର୍ଯ୍ୟନ୍ତ ଦେଖ, ଆଉ ଭିଡ଼ିଓକୁ ସେୟାର କର, ପୁଣି ଲାଇକ୍ କର ଆଉ ସବସ୍କ୍ରାଇବ୍ କର। ଏଇ ତିନୋଟି କାମ ମଧ୍ୟ ତୁମେ କ'ଣ, ଯଦ୍ୱାରା ମୋତେ ମଧ୍ୟ କ'ଣ ହେବ, ଯେହେତୁ ମୁଁ ଏତେ କଷ୍ଟ କରିକି ଭିଡ଼ିଓ କରୁଛି, ତ ମୋତେ ମଧ୍ୟ କ'ଣ ହେବ, ମୁଁ ଟିକେ ମୋଟିଭେଟ୍ ହେଇପାରିବି, ଯାହାଫଳରେ ଅଧିକ ଭଲ ମାତ୍ରାରେ ମୁଁ ତୁମମାନଙ୍କୁ ଆଉ ପଢ଼େଇ ପାରିବି। ତ ରହିଲେ ପିଲାମାନେ, ସମସ୍ତଙ୍କୁ ଧନ୍ୟବାଦ।